अति समय उपयोगी विषय सकल धर्मशास्त्र रे रही अछि। जड़े व्यक्ति जदि ख्रिस्टियान बोलाई मध्य स्वर्ग राज्य रे प्रवेश करि पारिबो नाही, तेबे ताहार की लाभ हबो? आम्भ मानकर नामरे ख्रिस्टियान हेबा बा बाइबलर ज्ञान रखिबा किछि बड़ कथा नाही। शयतान मध्य बहुत बाइबल जाने। आमर नाम ख्रिस्टियान नाम हेबा भी बड़ कथा नाही। आमे माने कौनसी मंडलीर सदस्य हेबा मध्य यथेष्ट नुह। जेहेतु प्रभु जीशु ख्रिस्टଙ୍କ आगमन अति निकटवर्ती अटे, एणु विभिन्न स्तर रे से अपना लोक माननको परीक्षा करिकी प्रस्तुत करिवे ताहांक राज्य पाई। जेतेबेले आगमन हेबो सेई दिन आम समस्तଙ୍କ ପାଇଁ सबुठारो बड़ परीक्षार दिन हब। सेई दिन जाहाको विचार दिन बोली कहा जाए। अवश्य प्रभु जीशुଙ୍କ आगमन तीन पर्याय रे विभक्त अटे। ताहांक शेष आगमन जहा विचार दिन हब। प्रिय ईश्वर लोक माने ताहांक राज्य रे प्रवेश करिबा पूर्वरु से परीक्षा कला परे असल दाना गुड़ाक ही अमार रे संग्रह करिवे। दा माने मंडली मध्यरे समस्ते ख्रिस्टियान हेले हैं ईश्वरଙ୍କ राज्य रे स्थान पाइबे नाही। माथ्यू 3 अध्याय तहिर 12 पद पढ़िबा पई जणे दुई जण तत्पर रहिबे निर्भुल भावरे जल्दी पढ़िबा पई। ताहांक हातरे कुला अछि, परिष्कार करी अपना गहम अमार रे संग्रह करी रखिबे। किंतु अगाड़ी जाको अनिर्वाण अग्नि रे पोड़ी पकाइबे। अगाड़ी बोली कि जानिबे केबिटी आउ भल्लो गहम बोली जानिबे केमिति? उत्तर होची परीक्षा करिवे। ता माने आगमन दिन मध्य गोटे महापरीक्षार दिन अटे। सेई दिन रे जेउ मानंगु से भल्लो गहम भावरे देखंतु बोली चाहुछन्ते आजिर प्रसंग से मानक पाई। जेतेबेले एई कथा लेखा गला, एई कथाटीए किए कहिले से अपना गहम अमार रे संग्रह करिवे। ए कथाटीए किए कहिछन्ते? ए कथा डुबक जोहन कहिछन्ते। ताहांक हातरे कुला अछि। कुला कौन पाई व्यवहार हुए?
ଅଗାଡି କୁ ଝାଡ଼ି ପରିଷ୍କାର କରି ବାହାର କରିବା ପାଇଁ ଆଉ ଭଲ ଦାନା ବା ଚାଉଳ ବା ଗହମ ବା ମାଣ୍ଡିଆ ଭଲ ଶସ୍ୟକୁ ପୃଥକ କରିବା ପାଇଁ ତା ମାନେ ଅମାର ହେଉଅଛି ସ୍ୱର୍ଗ ରାଜ୍ୟ, ଈଶ୍ୱରଙ୍କ ରାଜ୍ୟ, ସ୍ୱର୍ଗ। ଯେଉଁ ଅମାରରେ ସଂଗ୍ରହ କରିବା ପୂର୍ବରୁ ସେ କୁଲା ବ୍ୟବହାର କରିବେ। ଆଉ କୁଲା ଯେମିତି ପାଛୋଡ଼ି ପାଛୋଡ଼ି ଅଗାଡ଼ିକୁ ବାହାର କରିଦିଏ, ଉତ୍ତମ ଶସ୍ୟ ହିଁ ପାଛଡ଼ା ଗଲା ବେଳକୁ ରହିଯାଏ। କୁଲା ପରୀକ୍ଷା କରିବାର ଏକ ସାଧନ ଅଟେ। ଆଉ ଗୋଟିଏ ସାଧନ ବାଇବଲରେ ତାହାକୁ ମଧ୍ୟ ପରୀକ୍ଷା ପାଇଁ ବ୍ୟବହାର କରାଯାଇଛି। ପଢ଼ନ୍ତୁ ଲୁକ 22 ଅଧ୍ୟାୟ ତହିଁର 31। ସିମୋନ ସିମୋନ, ଦେଖ ଗହମକୁ ଚାଲୁଣିରେ ଚଲାଇବା ପରି ଶୈତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି। ସିମୋନ ସିମୋନ, ଦେଖ ଗହମକୁ ଚାଲୁଣିରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଛି। ତା ମାନେ ଚାଲୁଣି ହଉଛି ଗୋଟିଏ ପରୀକ୍ଷାର ସାଧନ। ଶୟତାନ ହାତରେ କଣ ଅଛି? ଚାଲୁଣି। କିନ୍ତୁ ଯୀଶୁଙ୍କ ହାତରେ କଣ ଅଛି? ଉତ୍ତର ଟିକେ ଦିଅନ୍ତୁ। କୁଲା। ସେ କୁଲାରେ ପରିଷ୍କାର କରିବେ, ଆଉ ଶୟତାନ କୋଉଠି କରିବ? ଚାଲୁଣିରେ। କୁଲାଟା ଭଲ ନା ଚାଲୁଣିଟା ଭଲ? କୁଲା ମଧ୍ୟ ପରିଷ୍କାର କରେ, ଚାଲୁଣି ମଧ୍ୟ ପରିଷ୍କାର କରେ। ଚାଲୁଣିର ଛିଦ୍ର ଦେଇ ଯେଉଁ ଦାନା ପଡ଼ିଗଲା ଗଲା ସିଏ। ଚାଲୁଣି ଦୁଇ ଭାବରେ ବ୍ୟବହାର ହୁଏ। ଆପଣମାନେ ଚୁନା ଛାଣିଲା ବେଳକୁ ଯାହା ପଡ଼ିଯାଏ ତାହା ଠିକ, ଯାହା ରହିଯାଏ ତାହା ରିଜେକ୍ଟେଡ। କିନ୍ତୁ ଗହମ ଚାଲୁଣି ପାଇଁ କେମିତି? ଗହମକୁ ଚାଲୁଣିରେ ଚାଲିଲା ବେଳକୁ ଯାହା ପଡ଼ିଗଲା ତାହା ହେଉଛି ଅଗାଡ଼ି। ଖ୍ରୀଷ୍ଟିଆନ ବିଶ୍ୱାସୀ ମାନେ ଆମ୍ଭେମାନେ ଗୋଟିଏ ଗୋଟିଏ ଗହମ ବୀଜ ଅଟୁ। ମାଥିଉ 13 ଅଧ୍ୟାୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ପଷ୍ଟ କରି କହିଲେ କି, ପଢ଼ନ୍ତୁ ଟିକିଏ 13 ଅଧ୍ୟାୟ ବାହାର କରନ୍ତୁ ତହିଁର 37। ଯୀଶୁ ଉତ୍ତର ଦେଲେ, ଉତ୍ତମ ବିହନ ଯେ ବୁଣନ୍ତି ସେ ମନୁଷ୍ୟ ପୁତ୍ର। ଉତ୍ତମ ବିହନ ଯେ ବୁଣନ୍ତି ସେ ହେଲେ ମନୁଷ୍ୟ ପୁତ୍ର। ତଳକୁ। କ୍ଷେତ ଜଗତ, ଭଲ ବିହନ ରାଜ୍ୟର ସନ୍ତାନ ମାନେ। ଭଲ ବିହନ ରାଜ୍ୟର ସନ୍ତାନ ମାନେ। ଯୋହନ 12 ଅଧ୍ୟାୟ ବାହାର କରନ୍ତୁ 24 ପଦ। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଗହମ ବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ। ଗହମ ବୀଜ, ସେପଟର ମାଇକଟା ଟିକେ କମ ରଖ। ଯଦି ପଡ଼ିକି ନ ମରେ ତାହେଲେ ତାହା ଏକମାତ୍ର ଥାଏ। କିନ୍ତୁ ବସ୍ 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 ବସ୍। ଏଠାରେ ଗହମ ବୀଜ ସହିତ ଈଶ୍ୱରଙ୍କ ଲୋକମାନଙ୍କୁ ତୁଳନା କରାଗଲା। କିନ୍ତୁ ମନେ ରଖନ୍ତୁ, ଗହମ ବୀଜକୁ ଭଲ ଭାବରେ ଚଲାଯିବ। ଧ୍ୟାନରେ ଶୁଣିବେ। এই গহম বীজକୁ ଗହମକୁ ଯେମିତି ଚାଲୁଣିରେ ଚଲାନ୍ତି
ସେମିତି ଶୟତାନ ଆମ୍ଭମାନଙ୍କୁ ପରୀକ୍ଷା କରିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏବଂ ଗହମକୁ ହିଁ ଅମାରରେ ସଂଗ୍ରହ କରିବେ। କେଉଁ ଗହମକୁ? ଆପଣା ଗହମକୁ। ଅମାରରେ ସଂଗ୍ରହ କରିବା ପୂର୍ବରୁ କୁଲାରେ ପରିଷ୍କାର କରିବେ। ଯେଉଁ ଗହମ ବାହାରେ ସଲିଡ ଦାନା ଦେଖାଯାଉଥିବ, ଭିତରେ ଫମ୍ପା ହେଇଥିବ, ଚାଲୁଣୀରେ ଯଦି ରକ୍ଷା ପାଇବି ଗଲା, କୁଲାର ପବନରେ ରକ୍ଷା ପାଇବ ନାହିଁ, ଉଡ଼ିଯିବ। ଏଣୁ ସେ ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବେ। ଖଳା ପରିଷ୍କାର କରିବାର କାମ, ଖଳା ବୋଲି କହିଲେ ଯେଉଁଠାରେ ଶସ୍ୟ ଥାଏ, ଖଳା ହେଉଛି ମଣ୍ଡଳୀ, ଖଳା ହେଉଛି ଅର୍ଗାନାଇଜେସନ। ଏଠାରେ ଖଳା ବସିଲା 2 ଦିନ ପାଇଁ, ଗହମ ଗୁଡାକ ପଡିଛି, ଆଉ ପ୍ରଭୁ ପରିଷ୍କାର କରିବା କାମ କରୁଛନ୍ତି। ସେ ଆପଣା ଖଳା ଉତ୍ତମ ରୂପେ, ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ଟିକିଏ ଥର, ଗୋଟିଏ ଥର କୁଲା ବୁଲାଇଲେ ପରିଷ୍କାର ହେବ ଉତ୍ତମ ରୂପେ ନାହିଁ। ଧ୍ୟାନରେ ଶୁଣିବେ। କିନ୍ତୁ ଏ ଖଳାକୁ ପରିଷ୍କାର କରିବା ପାଇଁ ହେଲେ କାହିଁକି ଏକଥା ଡୁବଗଜହନ କହିଲେ? ଧ୍ୟାନରେ ଶୁଣିବେ। କେଉଁ କଥା କହୁ କହୁ ସେ ଏ କଥାଟିକୁ କହିଲେ? କାହିଁକି? ଖଳାରେ ପରିଷ୍କାର ନ ହୋଇଥିବା ଗହମ ଅମାରରେ ସଂଗୃହୀତ ହେବ ନାହିଁ। ତା ମାନେ ସ୍ୱର୍ଗ ରାଜ୍ୟରେ ସଂଗ୍ରହ କରାଯିବା ପୂର୍ବରୁ ସେ ମଦୁଆ ମାନଙ୍କୁ, ସେ ଚୋର ଖ୍ରୀଷ୍ଟିଆନ ମାନଙ୍କୁ, ସେ ବ୍ୟଭିଚାରୀ ଖ୍ରୀଷ୍ଟିଆନ ମାନଙ୍କୁ, ସେ ନାମରେ ଖ୍ରୀଷ୍ଟିଆନ ମାନଙ୍କୁ ସେ ଭଲ କରି ପରିଷ୍କାର କରିବେ। ଆଉ ଯେ ପରିଷ୍କୃତ ହେଲା, ଅଗାଡି ଗୁଡାକ ନିର୍ବାଣ ଅଗ୍ନିରେ ପକାଇବେ, ଆଉ ପରିଷ୍କୃତ ହେଇଥିବା ଉତ୍ତମ ଦାନାକୁ ଅମାରରେ ସଂଗ୍ରହ କରିବେ। ତେବେ এই କଥା ଡୁବଗଜହନ କେତେବେଳେ କହିଲେ? ମାଥିଉ 3 ଅଧ୍ୟାୟରେ ପରମେଶ୍ୱର କେଉଁ ବିଷୟରେ କହିଅଛନ୍ତି? 3:2 ମନ ପରିବର୍ତ୍ତନ କର, କାରଣ ତାହେଲେ ଏ ଖଳାରେ କାହାର ସଫାସୁତରା କାମ ଚାଲିଛି? ଦେହର ନାହିଁ। এই ଖଳାରେ ମନୁଷ୍ୟର ମନକୁ ପରିଷ୍କାର କରାଯାଏ। ଆଉ ମନକୁ ପରିଷ୍କାର କରିବା ପାଇଁ ହେଲେ ଈଶ୍ୱରଙ୍କ ବାକ୍ୟ ରୂପକ କୁଲା ଦରକାର। କୁଲା ସେମିତି ଝାଡ଼ି ଝାଡ଼ିକି ଅଗାଡି ଗୁଡାକ ବାହାର କରିଦିଏ। ଈଶ୍ୱରଙ୍କ ବାକ୍ୟ ଯେଉଁଠାରେ ପ୍ରଚାର କରାଯାଏ, ଲୋକମାନଙ୍କ ଭିତରୁ ପାପ ଦୂରୀଭୂତ ହୋଇଥାଏ। କିନ୍ତୁ କୁଲା ଠିକ ଥିବାର ଅଛି। ଆଉ ପ୍ରଭୁଙ୍କ ହାତରେ ଯୋଉ କୁଲା, 1 ନମ୍ବର କୁଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋର କୁଲା ଫଟା ହେଇପାରେ, ଆପଣଙ୍କର କୁଲା ଛିଣ୍ଡା ହେଇପାରେ, କିନ୍ତୁ ତାହାଙ୍କ ହାତରେ କୁଲା ଅଛି। যদি ଆମେ ଓଡ଼ିଶାରେ ଯଦି ଠିକରେ ଖୋଲା କୁଲା କୁଲା ପରିଷ୍କାର କରିବା ପାଇଁ ବ୍ୟବହାର କରିବା ନାହିଁ, ମନେ ରଖୁ ଆଜ୍ଞା, ଆପଣ ଗୋଟେ 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 କୁଲା ଅଟନ୍ତି। ଯଦି ଆପଣ ଠିକରେ ବ୍ୟବହାର ହେବେ ନାହିଁ, କୁଲା ତାଙ୍କ ହାତରେ, ସେ ଆଉ କାହାକୁ ଠିଆ କରିକି ବ୍ୟବହାର କରିବେ, କିନ୍ତୁ ଖଳାକୁ ସେ ପରିଷ୍କାର କରିବେ। এইটা মোর ভয়। যদি যদি মতে যেতেবেলে সে সুযোগ দিয়ন্তি তাহাঙ্ক বাক্য পরিবেশন করিবা পাই, সেতেবেলে ঈশ্বর সর্বশক্তিমান হেলে হে সে আম মুখ দেই তাহাঙ্কর পরিষ্কার করিবার বাক্যকু সে দেখাইবা পাই চাহান্তি। সেবক মানক মুখকু
ସେ କୁଲା ଭାବରେ ବ୍ୟବହାର କରନ୍ତି। ଆପଣଙ୍କର ଗୀତ ଗୁଡ଼ିଏ କୁଲା ହେଇଯାଉ, ଏମିତି ଗୀତ ବହୁତ ଆମେ ଗାଉ, କିନ୍ତୁ ଯୋଉ ଗୀତ ଶୁଣୁ ଶୁଣୁ ଜଣେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଆସୁଛି ମାନେ ତାହା ଗୀତ ନୁହେଁ, ଯୀଶୁଙ୍କ ହାତର ଖୋଲା। ଏମିତି ଆମେ ସାକ୍ଷ୍ୟ ବହୁତ ଶୁଣୁ, କେହି କେହି ଅଜସ୍ର ସାକ୍ଷ୍ୟ କୁହନ୍ତି, କିନ୍ତୁ ଯଦି କାହାରି ସାକ୍ଷ୍ୟ ଦ୍ୱାରା ଜଣଙ୍କ ଭିତର ଅଗାଡ଼ି ଯଦି ବାହାର ହେଇଯାଉଛି ମାନେ ସେ ସାକ୍ଷ୍ୟ ନାହିଁ, ଯୀଶୁଙ୍କ ହାତର ତାହା ଖୋଲା ଅଟେ। ଏଣୁ ବାକ୍ୟ ଯଦି ବାକ୍ୟର ପରିବେଷଣ କରାଗଲା ବେଳକୁ ଲୋକେ ଯଦି ପାପ ଛାଡ଼ି ଦେଉଛନ୍ତି, ଲୋକମାନଙ୍କ ଭିତରୁ ମନରେ ପରିବର୍ତ୍ତନ ଆସୁଛି, ତା ମାନେ ସେ ବାକ୍ୟ ଯୀଶୁଙ୍କ ହାତର ଖୋଲା ଅଟେ। ହାଲେଲୁୟା। ଶୁଣନ୍ତୁ, ଯଦି କେହି ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ଏକ ସେବା ମତେ ଦିଅନ୍ତୁ ବୋଲି ଇଚ୍ଛା ରଖୁଛନ୍ତି, ଶୁଣନ୍ତୁ, ଆପଣଙ୍କର ଇଚ୍ଛାକୁ ପ୍ରଭୁ ଗ୍ରାଣ୍ଟ କରିବେ, କାହିଁକି ତାଙ୍କ ହାତରେ ମଧ୍ୟ ସେଇ ଇଚ୍ଛା ଅଛି। କେହି କେହି ମତେ ଆଉ ଥରେ ଡାକନ୍ତୁ ବୋଲି, ମତେ ଟଙ୍କା ଦିଅନ୍ତୁ ବୋଲି, ମତେ ପ୍ରେମ ମିଳୁ, ମତେ ସମ୍ମାନ ମିଳୁ ବୋଲି ସେ କଣ କହିବ, ଅଗାଡ଼ି ବି ଥାଉ, ଭଲ ଦାନା ବି ଥାଉ, କାହାକୁ ଦୁଃଖ ନ ଲାଗୁ। ଆଜ୍ଞା, କୁଲା କେବେ ହେଲେ ଅଗାଡ଼ିକୁ ପ୍ରେମ କରିବ ନାହିଁ। କୁଲାର କାମ ସେ ଅଗାଡ଼ି ଦୂର ହେଉ, କୁଲାର କାମ ସମସ୍ତ ଖଳାକୁ ପରିଷ୍କାର କରିବାର କାମ। ଆପଣ ଯେଉଁ ମିନିଷ୍ଟ୍ରିରେ ଅଛନ୍ତି, ଯଦି ଆପଣ କୁଲାକୁ ବ୍ୟବହାର କରୁନାହାନ୍ତି, ଆପଣଙ୍କ ଦ୍ୱାରା ଯଦି ଯୁବତୀ ଝିଅ ପରିବର୍ତ୍ତନ ହେଉନାହିଁ, ଯୁବା ପୁଅ ବ୍ୟଭିଚାର ଛାଡୁନାହିଁ, ଲୋକ ମଦ୍ୟପାନ ଛାଡୁନାହାନ୍ତି, ଲୋକ ନୀତିଦିନିଆ ଆଚରଣରେ ପାପ ଛାଡୁନାହାନ୍ତି, ତା ମାନେ ଆମେ କୁଲାର ବ୍ୟବହାର କରୁନାହୁଁ। ଏଥିରେ ଟିକେ ତ ଦୁଃଖ ଲାଗିବ, କିନ୍ତୁ ମନେ ରଖିବା ଦରକାର, ଯଦି ମତେ ସେ ବ୍ୟବହାର କରି ତାଙ୍କ ଖଳା ପରିଷ୍କାର କରିବା ପାଇଁ ଚାହାନ୍ତି, ଆଉ ଯଦି ମୁଁ କଲି ନାହିଁ, କାହିଁକି ଅଗାଡ଼ି ମାନଙ୍କୁ ଦୁଃଖ ଲାଗିବ। ଶୁଣନ୍ତୁ, କେତେ ଲୋକକୁ ଦୁଃଖ ଲାଗିବ ବୋଲି ଆପଣ କଣ ସତ କଥା କହିବେ ନାହିଁ? ହାଲେଲୁୟା। ମୁଁ ତ କହିଦିଏ, आपको जो करना है आप कर सकते हो, आपको जो अच्छा लगता है आप कर सकते हो, पर मैं सच्चाई बोलने से नहीं रोकूंगा। प्रेज द लॉर्ड। आज्ञा, मो हाथ को सिना आपण बंद कर देबे, मोर मुह को सिना बंद कर देबे, किंतु आपण भाबंतु नाही कुल्ला खाली मो हाथ रे अछि, कुल्ला ताहांको हाथ रे। गोटिए चितुली जदि मरी गला, भाबंतु नहीं कुल्ला बंद हो जीवो, नो 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 नो, कुल्ला जीशु को हाथ रे। एणु मु कहे जदि आपण कौनसी मनीष को गोली मारी की जदि बंद कर दे पारिबे तार मुह को, ईश्वर को आत्मा को मुह बंद हेब नाही। से काहारी द्वारा मध्य कुल्लार काम से अपना चर्च को उत्तम रूपे परिष्कार करिवे। आउ तांकर चर्च लुथरान चर्च नहीं, तांकर चर्च बाप्टिस्ट चर्च नहीं, तांकर चर्च कैथोलिक चर्च नहीं, तांकर चर्च मेथोडिस्ट नहीं, तांकर चर्च पेंटिकॉस्टल नहीं, तांकर चर्च से निज परिष्कृत लोक मान को नहीं ऊपर को जीवे, सेटा तांकर चर्च। हालेलुया। एणु से अपना खला को उत्तम रूपे परिष्कार करिवे। आपण बही लिखंतु, आपण गीत गांतु, आपण प्रीचिंग करंतु, आपण गॉस्पेल दियंतु, आपणकर मिनिस्ट्री रो पर्पस हेबा दरकार लोके परिष्कार होउछंती कि नाही, लोके पवित्र होउछंती कि नाही। बोलो यीशु मसीह की हालेलुया, हालेलुया। तेबे डुबग जहन 3 अध्याय रे से लोक मानकर मन परिवर्तन मूलक कथा कहउछंती। सेठारे गोटिए कुल्लार व्यवहार आमे देखुछु। जेउ माने आसिले मन परिवर्तन करिके आसिले, से मानंकु से जर्दन नदी रे बाप्तिस्म देले।
11 ପଦ ତହିଁର 6 ପଦରୁ ଟିକେ ପଢ଼ନ୍ତୁ। ଆଉ ଆପଣା ପାପ ସ୍ୱୀକାର କରି ତାଙ୍କ ଦ୍ୱାରା ଜର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ। କିନ୍ତୁ ଫାରୁସି ଓ ସାଧୁକୀମାନଙ୍କ ମଧ୍ୟରୁ ଅନେକ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି। ଏହା ଦେଖି ସେ ସେମାନଙ୍କୁ କହିଲେ, ରେ କାଳ ସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମମାନଙ୍କୁ ଚେତନା ଦେଲା? ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। ପୁଣି ଅବ୍ରାହମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭଲ ନାହିଁ। ଅବ୍ରାହମ ତ ଆମର ପିତା ଏପରି ଭାବିକି ଅବ୍ରାହମର ଭରସାରେ ଟାଙ୍ଗିଆକୁ ପଜାଉ ନାହିଁ। କେହି କେହି ବଣକୁ ଗଲା ବେଳକୁ ଗୋଟେ କଥା ଅଛି, ଗଜପତି କୋରାପୁଟରେ କହନ୍ତି, ମାମୁଁର ଭରସାରେ ପୁଣି ଟାଙ୍ଗିଆ ପଜାନ୍ତି। କେହି କେହି ମାମୁଁ ହାଣିଦେଲେ ଆଙ୍କେ କାଠ ବୋହିକି ଆସିବେ। ଫାରୁସି ସାଧୁକୀ ମାନେ କାହାର ଭରସାରେ ରହୁଥିଲେ? ଅବ୍ରାହମକୁ ପିତା ବୋଲି ଭାବିବା ଲୋକକୁ ଯଦି ଚାନ୍ସ ନାହିଁ ଆଜ୍ଞା, ଦୁନିଆର କୋଉ ମଣିଷକୁ ତୁମେ ପିତା, ପୁଣ୍ୟ ପିତା ବୋଲି କହିଦେଲେ ହବ କି? ଅବ୍ରାହମକୁ ପିତା ବୋଲିବା ଲୋକକୁ ମଧ୍ୟ ଚାନ୍ସ ନାହିଁ ଯଦି ସେମାନେ ମନ ପରିବର୍ତ୍ତନ କରିନାହାନ୍ତି। ଅବ୍ରାହମ କଥା ଛାଡ଼ନ୍ତୁ, ବାଇବଲରେ ଆଉ ଅଛନ୍ତି ମହାନ ମହାନ ଲୋକମାନେ, ସେମାନେ ମଧ୍ୟ ଠିଆ ହେଲେ ପ୍ରଭୁ ଶୁଣିବେ ନାହିଁ। ଦିନ ଥିଲା ସେମାନେ ଠିଆ ହେଲେ ପ୍ରଭୁ ଲକ୍ଷେ ଲକ୍ଷେ ଲୋକମାନଙ୍କୁ ଦୟା କରୁଥିଲେ ଜଣଙ୍କର ମୁହଁ ଦେଖି। ପଢ଼ନ୍ତୁ ଜିରିମିୟା ପୁସ୍ତକ ତହିଁର 15 ଅଧ୍ୟାୟ 1 ପଦ। ସେତେବେଳେ ସଦାପ୍ରଭୁ ମୋତେ କହିଲେ, ଯଦ୍ୟପି ମୋଶା ଓ ସାମୁଏଲ ଆମ୍ଭ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ। ଦିନ ଥିଲା ମୋଶା ଦିନେ ଠିଆ ହେଇଗଲେ, ଏପଟ ପ୍ରାୟ 50 ଲକ୍ଷ ଜିହୁଦୀ ଇସ୍ରାଏଲୀୟ ମାନେ, ସେମାନେ ମୂର୍ତ୍ତି ପୂଜା କରିଛନ୍ତି, ସେମାନେ ମୂର୍ତ୍ତି ପୂଜା କରିଛନ୍ତି, ଗୋବତ୍ସ ପୂଜା କରିଛନ୍ତି। ପରମେଶ୍ୱର କହିଲେ, ମୋଶାଙ୍କୁ କହିଲେ, ଆମ୍ଭକୁ ଛାଡ଼, ଆମେ 1 ସେକେଣ୍ଡରେ ନିମିଷରେ ସେମାନଙ୍କୁ ସଂହାର କରିବା। ମୋଶା ଠିଆ ହେଇଗଲେ, ପ୍ରଭୁ ତୁମେ ତାଙ୍କୁ ମାରି ପାରିବ ନାହିଁ, ଯଦି ମାରିବ ମତେ ମଧ୍ୟ ଶେଷ କର। ମୋ ନାମ କାଟିଦିଅର ଅର୍ଥ କ'ଣ? ମତେ ମଧ୍ୟ ଶେଷ କରିଦିଅ। କିନ୍ତୁ ମୋଶା ଠିଆ ହୁଅନ୍ତେ ପ୍ରାୟ 50 ଲକ୍ଷ ଲୋକ ରକ୍ଷା ପାଇଗଲେ। କିନ୍ତୁ ପ୍ରଭୁ କହୁଛନ୍ତି, ବର୍ତ୍ତମାନ ଏମିତି ସମୟ ଆସିଲା, ମୋଶା ଆସିକି ଠିଆ ହେଲେ ମଧ୍ୟ ଆମେ ଏମାନଙ୍କୁ ଦୟା କରିବା ନାହିଁ। କାହିଁକି? କାରଣ ଅଛି ଆଜ୍ଞା। ମୋଶା ସେଦିନ ଠିଆ ହେଲେ, ଇସ୍ରାଏଲ ଦୟା ପାଇଲେ। ଆଜି ଯଦି ମୋଶା ବି ଆସିକି ଠିଆ ହେବେ, ଆମେ ଦୟା ପାଇବୁ ନାହିଁ। କାହିଁକି? ମୁଁ ଏ କଥାକୁ ବହୁତ ଭାବିଲି। କାହିଁକି କହିବି? ମୋଶା ଯେଉଁମାନଙ୍କ ପାଇଁ ଠିଆ ହେଲେ, ସେମାନେ ପ୍ରଭୁଙ୍କୁ ଜାଣି ନଥିଲେ ଠିକରେ। ରାଇଟ୍? ମିଶର ଦେଶରେ ସେମାନେ ଇଟା ବନାଉଥିଲେ, ପାଳ ସଂଗ୍ରହ କରୁଥିଲେ, ଜିହୋବାଙ୍କ ବିଷୟରେ ଆଉ ତାଙ୍କ ପୂର୍ବପୁରୁଷ ମାନେ ଯେତିକି ଜାଣିଥିଲେ ତାହା ଏମାନେ ଜାଣିନଥିଲେ। ସେମାନେ ବାଇବଲ ପାଇଥିଲେ ନାଇଁ, ସେମାନେ ହୋଲି ସ୍ପିରିଟ ପାଇଥିଲେ ନାଇଁ, ସେମାନେ ଡୁବ ନେଇଥିଲେ ନାଇଁ, ସେମାନେ କିଛି ଜାଣି ନାହାନ୍ତି। ଅଜଣାତରେ ଆକର୍ଷଣରେ ପାପ ହେଲା। ଏଣୁ ମୋଶା ଠିଆ ହୁଅନ୍ତେ ସେମାନଙ୍କୁ ସୁଯୋଗ ମିଳିଲା। ଆମକୁ କାହିଁକି ମୋଶା ଠିଆ ହେଲେ ମଧ୍ୟ ସୁଯୋଗ ମିଳିବନି କହିବି? ଆମେ ବାଇବଲକୁ ଗିଳି ସାରିଛୁ। ଦରକାର ପଡ଼ିଲେ ପକ୍କା ମାନଙ୍କର ଭୁଲ ମଧ୍ୟ ଧରିବା ପାଇଁ ଆମର ବଳ ଅଛି। ବକ୍ତା ମାନଙ୍କର ମଧ୍ୟ ଭୁଲ ହେଇଗଲେ ଆମ ଚାଲୁଣୀରେ ଚଲେଇ ଦେଇ ପାରିବ। ଆମେ ଏତେ ଜ୍ଞାନୀ, ଆମେ ଡୁବ ନେଇଛୁ, ଆମେ ହୋଲି ସ୍ପିରିଟ ପାଇଛୁ, ଆମେ ବାକ୍ୟ ଜାଣୁଛୁ, ଆମେ ବଡ଼ ବଡ଼ ଦାସ ମାନଙ୍କର ଶିକ୍ଷା ଶୁଣୁଛୁ। ଏଣୁ ଏତେ ସବୁ ହେଲା ସତ୍ତ୍ୱେ ଯଦି ଆମେ ପରିବର୍ତ୍ତନ ହେବା ନାହିଁ, ମୋଶା ଆସିକି ଠିଆ ହେଲେ ମଧ୍ୟ ଆମକୁ ଦୟା କରିବେ ନାହିଁ। ତେଣୁ
ମୁଁ କହିବା ପାଇଁ ଚାହେଁ କୌଣସି ବ୍ୟକ୍ତି ତୁମ ପାଇଁ ପ୍ରେୟର କରିଦେଲେ ରକ୍ଷା ମିଳିବ ବୋଲି ଭାବନ୍ତୁ ନାହିଁ। ଫାରୁସି ମାନେ ସାଧୁକୀ ମାନେ ସେମାନେ ଭାବିଲେ ଅବ୍ରାହମ ତ ଆମର ବାପା, ତେଣୁ ଆମେ ବ୍ୟଭିଚାର ଚଲେଇଥିବା, ଆମେ ମୂର୍ତ୍ତି ପୂଜା ଚଲେଇ ପାରିବା, ଆମେ ନରହତ୍ୟା କରିପାରିବା। କେହି କେହି ସେମିତି ଭାବନ୍ତି, ଯାଇକରି କାନରେ ପାପ ସ୍ୱୀକାର କରିଦେଲେ ସବୁ କ୍ଲିୟର ହେଇଯିବ। ମୁଁ କହିବା ପାଇଁ ଚାହେଁ କୌଣସି ବ୍ୟକ୍ତି, କୌଣସି ଫାଦର, କୌଣସି ସ୍ପିକର, କୌଣସି ବିଶପ, କୌଣସି ପୋପ, କୌଣସି ରେଭରେଣ୍ଡ ଆମ ପାଇଁ ଠିଆ ହେଇପାରିବ ନାହିଁ ଯଦି ଆମେ ମନ ପରିବର୍ତ୍ତନ କରିବ ନାହିଁ। ପ୍ରଭୁ କହିଲେ ମୂଷା ଆସିଲେ ମଧ୍ୟ ଆମେ ଏମାନଙ୍କୁ ଦୟା କରିବ ନାହିଁ। ସେଠାରେ ଆଉ ଦୁଇ ଜଣଙ୍କର ନାଁ ଥିବ, ଆଉ ଜଣଙ୍କର ନାଁ ଥିବ, ପଢନ୍ତୁ। ସେତେବେଳେ ସଦାପ୍ରଭୁ ମୋତେ କହିଲେ, ଯଦ୍ୟପି ମୋଶା ଓ ସାମୁଏଲ ଆମ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ এই ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ। ହେବ ନାହିଁ। ବାପରେ କି ରାଗ ପରମେଶ୍ୱରଙ୍କ। ହିଜକିଏଲ 14:14 ପଢ। ସେତେବେଳେ ନୋହ, ଦାନିଏଲ ଓ ଆୟୁବ ଏହି ତିନି ବ୍ୟକ୍ତି ଯେବେ ତହିଁ ମଧ୍ୟରେ ଥାନ୍ତେ, ଯଦି ନୋହ, ଆୟୁବ, ଦାନିଏଲ ଏ ତିନି ବ୍ୟକ୍ତି ଯଦି ତହିଁ ମଧ୍ୟରେ ଥାନ୍ତେ, ତେବେ ସେମାନେ ଆପଣା ଆପଣା ଧାର୍ମିକତା ଦ୍ୱାରା ଆପଣା ପ୍ରାଣ ମାତ୍ର ରକ୍ଷା କରନ୍ତେ। ଆପଣାକୁ ମାତ୍ର ରକ୍ଷା କରିବେ। ଏ ତିନି ଜଣଙ୍କର ନାଁ କାହିଁକି ନିଆଗଲା? ନୋହ ଗୋଟିଏ ଧାର୍ମିକ ବ୍ୟକ୍ତି ଥିଲେ, କିନ୍ତୁ ନୋହଙ୍କ ଧାର୍ମିକତା ସକାଶୁ ନୋହଙ୍କ ପରିବାର ରକ୍ଷା ପାଇଲା। ଆୟୁବ ଗୋଟିଏ ଧାର୍ମିକ ବ୍ୟକ୍ତି ଥିଲେ, ତାଙ୍କ ଧାର୍ମିକତା ସକାଶୁ ତାଙ୍କ ପରିବାର ଆଉ ଥରେ ସଂସ୍ଥାପିତ ହେଲା। ଦାନିଏଲ ଗୋଟିଏ ଧାର୍ମିକ ବ୍ୟକ୍ତି ଥିଲେ, ତାଙ୍କର ଧାର୍ମିକ ପ୍ରୟାସ ସକାଶୁ ବିଦ୍ୱାନ ମାନଙ୍କର ମୁଣ୍ଡ କଟା ଯାଇଥାନ୍ତା, କିନ୍ତୁ ସେ ପ୍ରାର୍ଥନା କରି ଦର୍ଶନ ସ୍ୱପ୍ନର ଅର୍ଥ ପ୍ରକାଶ କରିବାରୁ ଅନେକ ଜ୍ଞାନୀ ମାନଙ୍କର ପ୍ରାଣ ରକ୍ଷା ପାଇଲା। ଏମାନେ ନୋହ, ଆୟୁବ, ଦାନିଏଲ ଜଣେ ଜଣେ ଧାର୍ମିକ ଲୋକ ଅନେକଙ୍କର ପ୍ରାଣ ବଞ୍ଚାଇଲେ। କିନ୍ତୁ ଦିନ ଆସିଲା ଯେ ଏମିତି ହେଲା, ନୋହ ମଧ୍ୟ ଆସିଲେ ଆମେ ଲୋକମାନଙ୍କୁ ଦୟା କରିବା ନାହିଁ ବୁଝନ୍ତି। ଆୟୁବ ଆସିଲେ ମଧ୍ୟ ଦୟା କରିବୁ ନାହିଁ। ଦାନିଏଲ ଥିଲେ ମଧ୍ୟ କେବଳ ନିଜ ପ୍ରାଣ ରକ୍ଷା କରିବେ, ନିଜ ପ୍ରାଣ ରକ୍ଷା କରିବେ। ଏଣୁ ମୁଁ କହିବା ପାଇଁ ଚାହେଁ, ଆପଣ ମଧ୍ୟ ନିଜ ପ୍ରାଣ ପାଇଁ ଯତ୍ନବାନ ହୁଅନ୍ତୁ। ଫାରୁସି ମାନେ, ସାଧୁକୀ ମାନେ କହିଲେ ଯଦି ଅବ୍ରାହମ ଅଛନ୍ତି ଆମେ ରକ୍ଷା ପାଇଯିବ। ଏମିତି ଲୋକମାନଙ୍କୁ ଈଶ୍ୱର କଣ ବୋଲି କହନ୍ତି? ସେଇ ମାଥେୟ 3 କଣ ବୋଲି ତାଙ୍କୁ ସମ୍ବୋଧନ କୁହାଗଲା? 7 ପଦ। କିନ୍ତୁ ଫାରୁସି ଓ ସାଧୁକୀ ମାନଙ୍କ ମଧ୍ୟରୁ ଅନେକ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି। ହଁ। ଏହା ଦେଖି ସେ ସେମାନଙ୍କୁ କହିଲେ, ରେ କାଳ ସର୍ପର ବଂଶ। କାହାର ବଂଶ? କାଳ ସର୍ପର। ଏମାନେ କାହାକୁ ନିଜର ପିତା ବୋଲି କହୁଛନ୍ତି? ତାହେଲେ ଏମାନେ ଅବ୍ରାହମଙ୍କୁ ପିତା ବୋଲି କହୁଛନ୍ତି, ମାନେ ଏମାନେ ଆକ୍ଷରିକ ଭାବରେ କାହାର ବଂଶଧର ହେଇଥିବେ? ଆଜ୍ଞା, କାହାର ହେଇଥିବେ? ଅବ୍ରାହମଙ୍କୁ ପିତା ବୋଲି କହୁଛନ୍ତି, ମାନେ ଏମାନେ ଜିନିଓଲୋଜିକାଲି ବଂଶାବଳୀ ଅନୁସାରେ କାହାର ବଂଶଧର ହେଇଥିବେ? ଅବ୍ରାହମ। କିନ୍ତୁ ପରମେଶ୍ୱର ଅନାଇକି ଦେଖିଲା ବେଳକୁ କାହାର ବଂଶ ପରି ଲାଗୁଛନ୍ତି? ଆକ୍ଷରିକ ଭାବରେ ମୋ ନାଁ ପିଟର ହେଇପାରେ, ଆଉ ଯଦି ମୁଁ ପରିବର୍ତ୍ତନ ହେଇନାହିଁ ମୁଁ ଏବେ ଗୋଟେ ସାପର ଛୁଆ। ଆମ ଲୋକମାନେ ଭଲ ଭଲ ଖ୍ରୀଷ୍ଟିଆନ ନାଁ ରଖନ୍ତି, ପିଟର, थॉमस, मैथ्यू, हेनरी, एंड्रू, फिलिप, एब्राहम, जोस, जेम्स, एवनेजर। कि सुंदर ना गुड़ाक।
फारुसी साधुकी माने मध्य अब्राहम वंशधर होइथिले किंतु 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 से माननकु देखि परमेश्वर कहिले रे काल सर्पर वंश। एबे मते कहंतु से माने अब्राहम वंश ना काल सर्पर वंश। हेलो समस्ते चाहिए से माने अब्राहम वंश ना काल सर्पर वंश। हाँ से माने नामरे अब्राहम वंश ईश्वर दृष्टि रे काल सर्पर वंश। हेले जीशु ख्रीष्ट साप मान को संग्रह करने को आसुछंती कि ए मान को देखी कहले रे काल सर्पर वंश मन परिवर्तन करो। खाली खाली तुम्हें आसिकी नदी रे बुड़ी की चाली गले यथेष्ट नहीं, मन परिवर्तन करो। से माने स्वर्ग जीवा को इच्छा करुछंती किंतु मन परिवर्तन करी डुबन नेबा को इच्छा करुनांती। ताहेले जो माने मन परिवर्तन करी नाहंती से माने ख्रिस्टियान हेले मध्य काहार वंश। टिके जोरे उत्तर आसो, टिके पछर उत्तर आसो। अच्छा पड़ोसी लोक को टिके मुह देखिकी पचारंतु आपण काहार वंश बोली। डर लगुची जे माने मन परिवर्तन करी नाहंती, जे माने मन परिवर्तन करी डुबन नहीं नाहंती से माने ख्रिस्टियान हेले मध्य काल सर्प अटंती। एणु तले कहागला ताहांक हातरे कुला अछि। मु जेते जागा को गली के जाने कहीं मते मन परिवर्तन कथा आ डुबन संबंधी कथा पवित्रता संबंधी कथा ही प्रभु कहवा को मते छलना दियंती। हालेलुया। कहीं मु मध्य दुई थर डुबन होइछि। कहीं डुबन दुई थर होइछि मते पिल्ला बेले पुणी 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 कौन पुणी कहीं पुणी माने मते हेतु सिडे ठीक कहली मते हेतु नाई तेणु मु कहे पुणी। कंधमाल रे अच्छी बोली टिके कोई शब्द गोटे शब्द कहली सिडे। 3 सप्ताह बा 3 सप्ताह बा 21 दिन कौन होइथिला पुणी मो माँ बापा नहीं कि गले आउ मते डुबन देई नांती छिंचा बाप्तिस्म दे देले पानी रे स्प्रे। मु जेते बेले बय प्राप्त हेली जेते बेले मते 15 वर्ष हैला मु भाबुथली आम चर्च ही ठीक। तेणु मु किसी शुणा को एग्री नथिले किंतु ईश्वर को धन्यवाद हो कुल्ला धरी आसिला परी दले पास्टर माने आम गाँ को आसिले एमिति झाड़िले मो भीतर सब भूल आइडिया गुड़ा को पळेला। मु कहबा पई चाहे आज भी मध्य मु चैलेंज करबा पई चाहे अरे खाली बाहरु देखि कि आपण कहंतु नाही कि आमी गलत कहू छु भूल कहू छु आसंतु बाइबल धरी आलोचना करबा। हालेलुया। मु भाबुतली मु छिंचा बाप्तिस्म नहीं छी ता ठीक दले आसी कहले जीसु पानी रे बुड़ी की नेले। हालेलुया। जहन जल रे डुबन देउथिले स्प्रे मारु नथिले परफ्यूम स्प्रे परी डुबन देउथिले जीसु मध्य डुबी तो हेले। आपण जानନ୍ତି बाप्तिस्म रो मूल शब्द कोन कौ भाषा रु आसीची ग्रीक भाषा रो। ग्रीक भाषा रे बाप्तिस्म को कहा जाए बैप्टाइजो BAPTIZO बैप्टाइजो। बैप्टाइजो रो मूल अर्थ होची कौन सी मैला जिनस को
ସଫା କରିବା ଉଦ୍ଦେଶ୍ୟରେ ବୁଡ଼େଇବା, ସଫା କରିକି ବାହାର କରିବା। ହାଲେଲୁୟା। ହେଲେ କୁହନ୍ତୁ ଆଜ୍ଞା, ଆମେ ସ୍ପ୍ରିଙ୍କଲିଂ କଲା ବେଳକୁ, ସ୍ପ୍ରେ ମାରିଲା ବେଳକୁ, ପାଣି ପକେଇଲା ବେଳକୁ ବୁଡ଼ା ହଉଛି କି? ତାହେଲେ ସେ ବାପ୍ତିସ୍ମ ଠିକ ନା ଭୁଲ? ସେ ଆପଣ ଖଳା ପରିଷ୍କାର କରିବେ। କାହିଁକି? ବାପ୍ତିସ୍ମ ବିନା ଜଣେ ବ୍ୟକ୍ତିର ପାପ ଦୂର ହୁଏ ନାହିଁ। ମନେ ରଖନ୍ତୁ, କାହାର କାନରେ କହିଦେଲେ ଦୂର ହୁଏ ନାହିଁ। ବାପ୍ତିସ୍ମ ଏଥିପାଇଁ ଜରୁରୀ ଅଟେ, ପାପ କ୍ଷମା ପାଇଁ। ତାହା ବି ବାଇବଲ ଯେ ରୂପ ଡୁବ ନେବାକୁ କହେ, ସେ ରୂପ ନେବାକୁ ପଡିବ। ମୁଁ ତ 2 ଥର ନେଇଛି ଆଜ୍ଞା, ପିଲାବେଳେ ପୁଣି ଭୟପ୍ରାପ୍ତ ହୁଅନ୍ତେ ଶାସ୍ତ୍ର ପୁରା ଖୋଜିଲି, ଦେଖିଲି ଆରେ ମୋ ଫଟା କପାଳ, ମୁଁ ତ ଭ୍ରାନ୍ତର ଥିଲି। ତାପରେ ପୁଣି ସତ୍ୟ ଜାଣିଲା ପରେ ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ନାମରେ ଜଳରେ ଡୁବିତ ହେଲେ। ହାଲେଲୁୟା, ହାଲେଲୁୟା। ତେଣୁ ମୁଁ ଜାଣେ କି ତାହା ବିନା ଈଶ୍ୱରଙ୍କ ରାଜ୍ୟରେ ସ୍ଥାନ ନାହିଁ, ଅମାରରେ ସଂଗ୍ରହ ନାହିଁ। ଏଣୁ ମୁଁ ଯେମିତି ରକ୍ଷା ପାଇଲି, ଅନେକ ରକ୍ଷା ପାଇବା ଦରକାର। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ମତେ କେହି କହିଲେ ଆଜ୍ଞା ଆପଣ ସବୁ କୁହନ୍ତୁ, ଡୁବନ କଥା ଆମ ଏରିଆକୁ ଆସିଲେ କୁହନ୍ତୁ ନାହିଁ। ମୁଁ କହିଲି ସେଇଟା ହିଁ ଫାଷ୍ଟରେ କହିବି। ହାଲେଲୁୟା, जो करना है करो। କାହିଁକି? ଡୁବକ ଜହନ ସେଇ କଥା ହିଁ ଗୋଟେ କହୁଥିଲେ। ଏଥିପାଇଁ ତାଙ୍କୁ ସତ୍ୟ କଥା କହିବା ସକାଶୁ, ପବିତ୍ରତାର କଥା କହିବା ସକାଶୁ ଡୁବକ ଜହନଙ୍କର ପ୍ରିଚିଂ କ'ଣ ଥିଲା ଶୁଣନ୍ତୁ। ମନ ପରିବର୍ତ୍ତନ କର। ଏମିତି ବେଳକୁ ସେ ଦେଶର ରାଜା ତାର ଭାଉଜକୁ ମନ ହେଇଯାଇଛି। କିଏ ସେ ରାଜା? ହେରୋଦ। ତାର ଭାଉଜକୁ ମନ ହେଇଯାଇଛି। ଆଉ ତାର ଭାଇନାକୁ, ହିଷ୍ଟ୍ରିରେ ଲେଖା ଅଛି, ପୁଣି ତାର ଭାଇନାକୁ ଶେଷ କରିକି ତାର ଭାଉଜକୁ ଆଣିକି ରଖିଛି, ବା ତାର ଭାଇନା ଥାଉ ଭାଉଜକୁ ସେଟିଂ କରିଦେଇଛି। এইটা যেତେବେଳେ ଆମର ରେଭରେଣ୍ଡ ଡୁବକ ଜହନ ଦେଖିଲେ, ତାଙ୍କର ମୁଣ୍ଡ ଗରମ ହେଲା। ସେ ସିଧାସଳଖ କହିଲେ, ତୁମର ଭାଇନା ଥାଉ ତୁମେ ତାର ସ୍ତ୍ରୀକୁ ରଖିବା ଠିକ ନାହିଁ। ରାଜା ସୁଯୋଗ ଖୋଜୁଥିଲା, କେମିତି କଲେ ଆକୁ ମୁଁ ଜେଲରେ ପକେଇବି। ସୁଯୋଗ ମିଳୁ ମିଳୁ ଜେଲରେ ପକେଇଦେଲା। ଆଜ୍ଞା, ଡୁବକ ଜହନକୁ ସିନା ଜେଲରେ ପକେଇଲେ, କିନ୍ତୁ ଡୁବକ ଜହନ କହୁଥିଲା, ଈଶ୍ୱରଙ୍କ ଆତ୍ମା କହୁଥିଲେ। ତାଙ୍କୁ କ'ଣ ଜେଲରେ ପକାଯାଇ ପାରିବ କି? ଆଜି ମଧ୍ୟ ଡୁବକ ଜହନ ଯେଉଁ ମନ ପରିବର୍ତ୍ତନର କଥା କହୁଥିଲେ, ପ୍ରଭୁଙ୍କ ହାତର କୁଲା ଯେମିତି ପାଛୋଡୁଥିଲା, ଆଜି ମଧ୍ୟ ତାଙ୍କ ସେବକ ମାନଙ୍କ ଦ୍ୱାରା ପ୍ରଭୁ ସେ କଥା କୁହାଉଛନ୍ତି। କେହି ହେଲେ ମଣିଷକୁ ସିନା ଜେଲରେ ପକେଇ ପାରିବ, ଈଶ୍ୱରଙ୍କ ହାତର କୁଲାକୁ କେବେ ବନ୍ଦ କରିପାରିବ ନାହିଁ। ଏଣୁ ମୁଁ ଅନେକ ଅର୍ଗାନାଇଜେସନ ବାଲା ମାନଙ୍କୁ କହେ, ଆରେ ତୁମର ଡୁବନ ସିଷ୍ଟମ କୁ ଚେଞ୍ଜ କର, ନହେଲେ ବହୁତ ଲୋକ ତୁମକୁ ଛାଡ଼ିକି ପଳେଇବେ। କାହିଁକି? ପ୍ରଭୁ କରିବେ ତାହା ସତ୍ୟ ପରମେଶ୍ୱର। ଆଜ୍ଞା, ସେ ଆପଣା ଖଳା ପରିଷ୍କାର କରିବେ, ଅମାରରେ ଉତ୍ତମ ସଂଗ୍ରହ କରି, ଉତ୍ତମ ଗହମକୁ ସଂଗ୍ରହ କରିବେ। ପ୍ରଭୁଙ୍କ ମହାନାମର ଗୌରବ। ଯେତେବେଳେ ଲୋକେ ଆସିଲେ ଡୁବନ ନେବା ପାଇଁ, ସେମାନଙ୍କୁ ଦେଖି ଡୁବକ ଜହନ କହିଲେ, ରେ କାଳ ସର୍ପର ବଂଶ, କିଏ ତୁମମାନଙ୍କୁ ଚେତନା ଦେଲା? ହାଲେଲୁୟା। ମୁଁ କହୁଥିଲି ବାପ୍ତିସ୍ମ ଏକ ଏଇ ପ୍ରକାର ପରିଷ୍କାର, ଯାହା ଦ୍ୱାରା ଆମେ ଈଶ୍ୱରଙ୍କ ଅମାର ପାଇଁ ପ୍ରସ୍ତୁତ ହେଇଥାଉ। ବୋଲ ୟୀଶୁ ମସିହ କି ପ୍ରେଜ୍ ଦ ଲର୍ଡ। ତେବେ ବାପ୍ଟାଇଜୋ ଶବ୍ଦ ଗ୍ରୀକ ଭାଷାବାଦୀ ଜିହୁଦୀ ମାନେ, ସେମାନେ 3 ଗୋଟି କାମରେ ଏହାକୁ ବ୍ୟବହାର କରୁଥିଲେ। ବହୁତ ଧ୍ୟାନରେ ଶୁଣିବେ। ନମ୍ବର 1, ଯେତେବେଳେ ବାସନ କୁସନ ମା ମାଉସୀ ମାନେ ସଫା କରନ୍ତି, ତ ପ୍ରଥମେ ପୂର୍ବ କାଳରେ କ'ଣ ଲଗାଉଥିଲେ? ଆଜି ସିନା ସାବୁନ ଆସିଗଲା, ପାଉଁଶ ଲଗେଇଲେ ବାସନରେ, ଆଉ ତାକୁ କ'ଣ କରୁଥିଲେ? ଆଜି ସିନା ଘର ଅଗଣାରେ ସଫା କରୁଛନ୍ତି, ପୂର୍ବ କାଳରେ କୋଉଠି କରୁଥିଲେ? ଚୁଆଁ ନଦୀକୁ ନେଇ ଯାଉଥିଲେ, ରାଇଟ୍?
তো ସେ ଯୁଗରେ ମଧ୍ୟ ପାଉଁଶ ଧରି ଡେକ୍ଚି ବାସନ କୁସନ ସବୁ ଧରି ନଦୀକୁ ଯାଉଥିଲେ। ପ୍ରଥମେ ପାଉଁଶ ଲଗାଇବେ, ନହେଲେ ଛାଡ଼ିବ ନାହିଁ। ଲଗାଇଲା ପରେ ପାଣିରେ ବୁଡଉଥିଲେ କାଢୁଥିଲେ, ବୁଡଉଥିଲେ କାଢୁଥିଲେ। ଜଣେ ପଚାରିଲା, ହଇଲ ତୁ ଡୁବନ ଦେଇଦେଲୁ? ବୋଲା କାହାକୁ? ନାଇଁ ତୋର ବାସନ କୁସନକୁ। ବୁଝିପାରୁଛନ୍ତି? ସେମାନେ ବାସନ କୁସନ ଧୋଇଲା ବେଳେ ଡୁବନ ଦେଲୁ କି ବାସନ କୁସନକୁ ବୋଲି କହୁଥିଲେ। କାହିଁକି? ଡୁବନ ଅର୍ଥାତ୍ କୌଣସି ଗୋଟିଏ ଶୁଚିକରଣୀୟ ପଦାର୍ଥ ଲଗେଇକି ହିଁ ପାଣିରେ ବୁଡେଇକି ସଫା କରି କାଢିବା ହଉଛି ଡୁବନ। ତିନୋଟି କାମରେ ବ୍ୟବହାର କରୁଥିଲେ। ବାସନ କୁସନ ଧୋଇଲା ବେଳେ, ଲୁଗା ଧୋଇଲା ବେଳେ, ଆଉ ଦେହକୁ ଧୋଇଲା ବେଳେ, ଗା ଧୋଇଲା ବେଳେ। ଗା ମାନେ ଦେହ, ଗା ଧୋଇବା, ଦେହ ଧୋଇବା। ଆମେ ସାବୁନ ନ ଲଗେଇକି ପାଣିରେ ବୁଡୁ କି? ନାହିଁ। ସାବୁନ ନ ମାରିକି ଲୁଗାକୁ ବୁଡାଉ କି ପାଣିରେ? ନାହିଁ। ତିନି ଗୋଟି କାମକୁ ସେମାନେ ବାପ୍ତିସ୍ମ ପାଇଁ ବ୍ୟବହାର କରୁଥିଲେ। ଆଉ କହୁଥିଲେ, ଯା ବାବୁ ଟିକେ ଲୁଗାକୁ ଡୁବନ ଦେଇକି ଆସିବୁ, ଯା ଟିକେ ଡେକ୍ଚି ପତ୍ରକୁ ଡୁବନ ଦେଇଦେବୁ, ଯା ଟିକେ ଦେହକୁ ଡୁବନ ଦେଇଦେବୁ। ଏ ତିନୋଟି କାମରେ ବ୍ୟବହାର ହଉଥିଲା। ଆଉ ତିନୋଟି ଯାକ ବିଷୟରେ ସେମାନେ କୌଣସି ଶୁଚିକରଣୀୟ ପଦାର୍ଥ ଲଗାଇଲା ପରେ ତାହାକୁ ଜଳରେ ବୁଡାଉଥିଲେ। ତେଣୁ 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 ନୂତନ ନିୟମର ଡୁବନରେ ଆମମାନେ ଯୀଶୁଙ୍କ ରକ୍ତ ହୃଦୟରେ ଲଗାଇଲା ପରେ ଆମମାନେ ଜଳରେ ଡୁବିତ ହେଇ ବାହାରିବା। ଏହା ହେଉଛି ପ୍ରକୃତ ମନ ପରିବର୍ତ୍ତନର ଡୁବନ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଚ୍ଛା, ତେବେ ଡୁବନ କ'ଣ ସତରେ ଜରୁରୀ? ଡୁବନ କାହିଁକି ନିଆଯାଏ? କ'ଣ ପାଇଁ ଡୁବନ ଜରୁରୀ? ମୁଁ ଦିନେ ଫେସବୁକରେ ଗୋଟେ ପୋଷ୍ଟ ପଢୁଥିଲି, ବାପ୍ତିସ୍ମ ଦରକାର ନାହିଁ ବୋଲେ, ଡୁବନ ଦରକାର ନାହିଁ ବୋଲେ। ମୁଁ ଫେସବୁକରେ କୌଣସି ସୋସିଆଲ ମିଡ଼ିଆରେ ବାଦାନବାଦ କରିବାକୁ ଚାହେଁ ନାହିଁ, ଯେହେତୁ ନିଜ ଭାଇକୁ ଯଦି ଆମେ ପ୍ରେମ କରୁଥିବୁ ତାକୁ ଆମେ ପର୍ସନାଲି ବୁଝେଇବା। ଦୁନିଆରେ ଅପମାନ କରିବା ଆମର କାମ ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ବାଇବଲରେ ସର୍ବମୋଟ 7 ପ୍ରକାରର 7ଟି ବାପ୍ତିସ୍ମ କଥା ଲେଖା ଅଛି। କେତୋଟି? 7ଟି। ଏ 7ଟି କଥାକୁ ଆଜି ସଂକ୍ଷିପ୍ତରେ କହିବେ। ନମ୍ବର 1, ପ୍ରଥମ ବାପ୍ତିସ୍ମ ହେଉଛି ନୋହଙ୍କ ବାପ୍ତିସ୍ମ, ନୋଆଇକ୍ ବ୍ୟାପ୍ଟିଜମ, ଯାହା ପ୍ରଥମ ପିତର ତହିଁର 3 ଅଧ୍ୟାୟରେ ତହିଁର 21-22 ଟିକେ ପଢ଼ନ୍ତୁ। ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ୱରଙ୍କ ନିକଟରେ ସୂଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି। 20ରୁ ପଢୁଛନ୍ତି ସାର୍? 21ରୁ। 20ରୁ। ପୂର୍ବ କାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ ଯେତେବେଳେ ଈଶ୍ୱର ଦୀର୍ଘ ସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ସେମାନେ ଅବାଧ୍ୟ ହୋଇଥିଲେ। ସେହି ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ ଅର୍ଥାତ୍ 8 ପ୍ରାଣୀ ଜଳ ମଧ୍ୟ ଦେଇ ରକ୍ଷା ପାଇଲେ। ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ୱରଙ୍କ ନିକଟରେ ସୂଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମମାନଙ୍କୁ ପରିତ୍ରାଣ କରୁଅଛି। ସେଥିର ପ୍ରତିରୂପ ବାପ୍ତିସ୍ମ। ନୋହଙ୍କ ସମୟରେ କ'ଣ ହେଲା ଶୁଣନ୍ତୁ। ନୋହ ଆଉ ତାଙ୍କ ପରିବାର 8 ଜଣ ପ୍ରାଣୀ ଆଉ ପଶୁମାନଙ୍କ ସହିତ, ସୂଚୀ ପଶୁମାନଙ୍କ ସହିତ ଜାହାଜରେ ପ୍ରବେଶ କଲେ। ବୃଷ୍ଟି ହେଲା, ଆଉ ସମୁଦାୟ ପୃଥିବୀରେ ଯେତେ ଅଶୁଚି ଲୋକମାନେ ଥିଲେ, ପାପୀ ମାନେ ଥିଲେ, ସମସ୍ତେ ମରିଗଲେ। ଆଉ ନୋହଙ୍କ ପରିବାର ଯେତେବେଳେ ପାଣି ଧୀରେ ଧୀରେ ବଢିଲା, ଜାହାଜ ଉପରକୁ ଉଠିଲା। ଆଉ ଅଶୁଚି, ବ୍ୟଭିଚାରୀ, ଡକାୟତ ସକଳ ଲୋକମାନେ ପାଣିରେ ମରିଗଲେ। ନୋହଙ୍କ ପରିବାର ଜଳ ମଧ୍ୟରେ ଉପରକୁ ଉଠି ଆସିଲେ। ଏହା ଏକ ପ୍ରକାରର ବାପ୍ତିସ୍ମ।
ବାପ୍ତିସ୍ମରେ ମନେ ରଖିବେ ଗୋଟିଏ ମରଣ ଆଉ ଗୋଟିଏ ଜୀବନ ଅଛି। ଅଶୁଚିତା ମରିବ ଆଉ ନୂଆ ଶୁଚି ହୃଦୟ ଆରମ୍ଭ ହବ। ନୋହଙ୍କ ସମୟରେ ସାରା ପୃଥିବୀର ଅଶୁଚି, ବ୍ୟଭିଚାରୀ, ମଦ୍ୟପାୟୀ, ସକଳ ଦ୍ରୋହୀ ବିଦ୍ରୋହୀ ମାନଙ୍କର ମରଣ ହେଲା। ଶୁଚି ପବିତ୍ର ନୋହଙ୍କ ପରିବାର ଜୀବନରେ ରକ୍ଷା ପାଇକି ନୂଆ ଭାବରେ ଆରମ୍ଭ କଲେ। ଏହାକୁ ପିତର ବାପ୍ତିସ୍ମର ପ୍ରତିରୂପ ବୋଲି କହୁଛନ୍ତି। ପ୍ରେଜ୍ ଦ ଲର୍ଡ। ଏହା ହେଲା ପ୍ରଥମ, ଏହା ଏତିକିରେ ଥାଉ। ଦ୍ୱିତୀୟ ହେଲା ମୋଶାଙ୍କ ଉଦ୍ଦେଶ୍ୟରେ ବାପ୍ତିସ୍ମ। ପ୍ରଥମ କରିନ୍ଥୀ 10 ଅଧ୍ୟାୟ ବାହାର କରନ୍ତୁ, ତହିଁର 2 ପଢ଼ନ୍ତୁ। ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ। ପୁଣି ସମସ୍ତେ ମେଘ ଓ ସମୁଦ୍ରରେ ମୋଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ। ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ। ବସ୍, ଇସ୍ରାଏଲୀୟ ଲୋକମାନେ ଯେତେବେଳେ ମିଶର ଦେଶରୁ ନିସ୍ତାରିତ ହେଲେ, ଆଉ ସେମାନେ ଯେତେବେଳେ ମିଶର ଛାଡ଼ିଲେ, ସୁଫ ସମୁଦ୍ର ନିକଟକୁ ଆସିଲେ, ଏପଟେ ସୁଫ ସମୁଦ୍ର, ସେପଟେ ଫାରୋଙ୍କର ମନ ପୁଣି ବଦଳିଗଲା। ଫାରୋ ଇସ୍ରାଏଲୀୟ ମାନଙ୍କୁ ଛାଡ଼ିଦେବା ପାଇଁ ଘୋଷଣା କଲେ, କିନ୍ତୁ ଇସ୍ରାଏଲୀୟ ମାନେ ଆବିବ ମାସର 14 ତାରିଖର ରାତିରେ ଯେତେବେଳେ ବାହାରିଲେ, ଫାରୋ କହିଲେ ଏମାନେ ଚାଲିଗଲେ ଆମର ଇଟା କିଏ ବନେଇବ? ଚାକର କାମ କିଏ କରିବ? ନା, ଯାଅ ସେମାନଙ୍କୁ ଟାଣି ଆଣ। ସୈନ୍ୟ ସାମନ୍ତ ସହିତ ପଠାଇଲେ। ସହସ୍ର ସହସ୍ର ସୈନ୍ୟ, ପୁରା ଫାରୋଙ୍କର ବୀର ସୈନ୍ୟଗଣ, ବଳବାନ ସୈନ୍ୟଗଣ, ଖଡ୍ଗ ଧରି, ବର୍ଚ୍ଛା ଧରି, ଢାଲ ଧରି, ଅସ୍ତ୍ର ଶସ୍ତ୍ର ଧରି ସକଳ ସୈନ୍ୟଗଣ ଯେତେବେଳେ ଆସିଛନ୍ତି ଗୋଡ଼ାଇ ଗୋଡ଼ାଇ, ସେତେବେଳେ ଇସ୍ରାଏଲୀୟ ମାନେ ସୁଫ ସମୁଦ୍ର ନିକଟକୁ ଆସିଲେ। ଏପଟେ ସମୁଦ୍ର ଗର୍ଜନ କରୁଛି, ସେପଟେ ସୈନିକ ମାନେ ଖଡ୍ଗ ଦେଖାଉଛନ୍ତି। ଯଦି କେହି ନାଇଁ ନୁକୁରୁ କରିବ, ମାରିବେ, ପିଟିବେ, ବାଟ ନାହିଁ। ଏତିକି ବେଳକୁ ପରମେଶ୍ୱର କହିଲେ ସମୁଦ୍ର ଆଡ଼କୁ ତୁମର ଯଷ୍ଟି ବଢାଅ। ଯେତେବେଳେ ମୋଶା ଯଷ୍ଟି ବଢାଇଲେ, ସମୁଦ୍ର 2 ଭାଗ ହେଲା। ଇସ୍ରାଏଲୀୟ ମାନେ ଏଇ ସମୁଦ୍ର ମଧ୍ୟ ଦେଇ ଗମନ କଲେ। ଏପଟେ ଜଳ ପ୍ରାଚୀର ତୁଲ୍ୟ ଠିଆ ହେଇଛି, ସେପଟେ ଜଳ ପ୍ରାଚୀର ତୁଲ୍ୟ ଠିଆ ହେଇଛି, ଉପରେ ମେଘ ଅଛି। ଏମାନେ ଜଳ ଦେଇକି ବାହାରି ଗଲେ। ଗଲା ବେଳକୁ କାନ୍ଥ ପରି ପାଣି ଠିଆ ହେଇଛି। ପାଣି କେବେ କାନ୍ଥ ପରି ଠିଆ ହୁଏ? ୱାଓ, ହାଲେଲୁୟା। ବାଇବଲର ଯେତେ ମିରାକଲ ଆମ ଇସ୍ରାଏଲୀୟ ଲୋକମାନେ ଅନୁଭବ କଲେ। ଫାର୍ଷ୍ଟରେ ଆପଣମାନେ ଆକ୍ୱାରିୟମ ଦେଖିଛନ୍ତି? ଛୋଟ ଛୋଟ କାଚ ବକ୍ସ ଭିତରେ ମାଛ ବୁଲୁଥାନ୍ତି। ବାଇବଲର ପ୍ରଥମ ଆକ୍ୱାରିୟମ ଥିଲା ସୁଫ ସମୁଦ୍ର। କାନ୍ଥ ପରି ଜଳ ଠିଆ ହେଇଛି, ସେପଟେ କୁମ୍ଭୀର ବୁଲୁଛି, ସେପଟେ ମାଛ ବୁଲୁଛି, ତିମି ମାଛ ବୁଲୁଛି, ଆଉ ସବୁ ବୁଲୁଛନ୍ତି। ଭାବୁଛନ୍ତି ମଣିଷ ଆମ ଭିତରେ ଦେଇ ଯାଉଛି, ଯିବି ଯାଇକି ଝାମ୍ପିବି। ଆସିଲା ବେଳକୁ ପାଣି କେମିତି ଠିଆ ହେଇଛି? କାନ୍ଥ ପରି ଏମିତି ବାଜୁଛି। ଆରେ ଯାଉନି କାହିଁକି? ଏ ପାଣି କାନ୍ଥ କାହିଁକି ହେଇଗଲା? ପରମେଶ୍ୱର ଇସ୍ରାଏଲୀୟ ମାନଙ୍କର ସୁରକ୍ଷା ପାଇଁ ପାଣିକୁ ମଧ୍ୟ କାନ୍ଥ ପରି କରିଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଯେତେବେଳେ ଏ ସମସ୍ତେ ଯାଉଛନ୍ତି, ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ତାଙ୍କର ଇସ୍ରାଏଲୀୟ ପିଲାମାନଙ୍କୁ ସେତେବେଳେ ବଡ଼ ଆକ୍ୱାରିୟମ ଦେଖାଇଲେ। ହାଲେଲୁୟା। ସେମାନେ ଦେଖି ଦେଖି ଯାଉଛନ୍ତି। କୁମ୍ଭୀରକୁ ବାଏ ଟାଟା କରୁଥିବେ। ସେ କୁମ୍ଭୀର ମଧ୍ୟ କରି ଆସୁଥିବ, କିନ୍ତୁ ଆଉ ଭିତରକୁ ଆସିପାରୁନାହିଁ। କାହିଁକି? ପରମେଶ୍ୱର ପାଣିକୁ କାନ୍ଥ ପରି କଲେ। ଏମାନେ ପୁରା ବାହାରିଲେ। ସୈନିକ ମାନେ ଭାବିଲେ ଆଜି କଣ ଗୋଟେ ଚମତ୍କାର ହେଇଛି, ପାଣି କାହିଁକି କେଜାଣି କାନ୍ଥ ପରି ଠିଆ ହେଇଯାଇଛି। ଚାଲ ଆମେ ମାନେ ମଧ୍ୟ ଯିବା, ଆଉ ସେମାନଙ୍କୁ ମାରି ପିଟିକି ପୁଣି ଟାଣି ଆଣିବା, ପୁଣି ସେମାନଙ୍କୁ ଚାକର କାମ କରାଇବା। ସମସ୍ତେ ପଶିଗଲେ। ସହସ୍ର ସହସ୍ର ହଜାର ହଜାର ସୈନ୍ୟ। ଏମାନେ ପୁରା ପଶିବା ଯାଏ ମୋଶା ମଧ୍ୟ ଜଗିଛନ୍ତି।
ମଶା ବଡ଼ ଚତୁର ଲୋକ ଥିଲେ ବୋଧେ, ସେ ଦାରିଙ୍ଗବାଡ଼ିରୁ ଥିଲେ ବୋଧେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ବୋଲ ୟେଶୁ ମସିହ କି ହାଲେଲୁୟା। ସମସ୍ତେ ସମୁଦ୍ରର କାନ୍ଥ, ପାଣିର କାନ୍ଥ ଭିତରେ ପଶିଲେ। ସମସ୍ତେ ପଶିଲା ପରେ ପ୍ରଭୁ କହିଲେ ଜଷ୍ଟିକୁ ଉଠାଅ। ଯେମିତି ଜଷ୍ଟି ଉଠେଇଲେ ପାଣି ପୁଣି ମିଶିଗଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଯେତେ ମିଶିଗଲା, ଯେଉଁମାନେ ଖଡ୍ଗ ଧରି ଆସୁଥିଲେ, ବର୍ଚ୍ଛା ଧରି ଆସୁଥିଲେ, ସେ ସମସ୍ତେ ଜଳରେ ବୁଡ଼ିକି ମରିଗଲେ। ମୁଁ କହିଲି ବାପ୍ତିସ୍ମରେ ଗୋଟେ ମରଣ ଅଛି, ଆଉ ଗୋଟେ ଜୀବନ, କିନ୍ତୁ ନୂଆ ଜୀବନ ଅଛି। ହାଲେଲୁୟା, ହାଲେଲୁୟା। ଶୁଣ ଶୁଣ ଶୁଣ, ଯଦି କେହି ଡୁବନ ନେଇ ନାହ, ଆପଣ ଡୁବନ ନିଅନ୍ତୁ। ମୁଁ କହିବା ପାଇଁ ଚାହୁଁଛି, ତୁମର ପଛରେ ପଛରେ ଆସୁଥିବା ସୟତାନ, ତୁମ ପଛରେ ପଛରେ ଆସୁଥିବା ପାପ, ସେଇ ଦିନ ଠାରୁ ତୁମକୁ ଆଉ ଛୁଇଁ ପାରିବ ନାହିଁ। ମୁଁ ଆଜି ମଧ୍ୟ ଚ୍ୟାଲେଞ୍ଜ करे ଗୁଣିଆ ମାନଙ୍କୁ, दम है तो मेरे ऊपर हमला करके देखो। हालेलुया, प्रेज द लॉर्ड। କାହିଁକି ଆମକୁ ଛୁଇଁ ପାରିବ ନାହିଁ? ଯେହେତୁ ଆମେ ସୁଫ ସମୁଦ୍ର ପାର ହେଇଯାଇଛୁ। ଡୁବନ ନେବା ଲୋକ ଉପରେ ଗୁଣିଆ, ତନ୍ତ୍ର ମନ୍ତ୍ର, ଯାଦୁ, ଟୋନା ଟୋଟକା, ମାୟାବୀ କାମ କେବେ ହେଲେ ଲାଗିବ ନାହିଁ। ଜଣେ ମତେ କହୁଥିଲେ, ଦୁଃଖର କଥା, ଆମ ଅଞ୍ଚଳରେ ଏବେ ମଧ୍ୟ ଲୋକ ଗୁଣିଆ ପାଖକୁ ଯାଉଛନ୍ତି। ଜଣେ ମତେ କହିଲା, ଆଜ୍ଞା ସେ ତ ବଡ଼ ବଡ଼ ସେବା କରୁଛି, ଆଜ୍ଞା ସିଏ ବି ଗୁଣିଆ ପାଖକୁ ଯାଉଛି। ଦୁଃଖର କଥା, ଆପଣ ଯଦି ପ୍ରକୃତରେ ଡୁବନ ନେବେ, ତୁମକୁ କୌଣସି ଫାରଙ୍କ ଶକ୍ତି ଛୁଇଁ ପାରିବ ନାହିଁ। କୌଣସି ପୁରାତନ ଶୟତାନର ଶକ୍ତି ଛୁଇଁ ପାରିବ ନାହିଁ। ଯେଉଁମାନଙ୍କୁ ତୁମେ ଦେଖୁଥିଲ, ତୁମକୁ ସେମାନେ କଷ୍ଟ ଦେଉଥିଲେ, ତୁମକୁ ସେମାନେ କ୍ଲେଶ ଦେଉଥିଲେ, ସେମାନେ ତୁମ ପାଖକୁ ଆସିପାରିବେ ନାହିଁ। ଡୁବନ ଏକ ସୁରକ୍ଷା ଅଟେ। ଏହା ଥିଲା ଦ୍ୱିତୀୟ ଡୁବନ। ଦ୍ୱିତୀୟ ନା ତୃତୀୟ? ତୃତୀୟ ଡୁବନ ହେଉଛି ମନ ପରିବର୍ତ୍ତନର ଡୁବନ, ଯାହା ଆମର ଡୁବକ ଜହନ ଦେଉଥିଲେ। ମନ ପରିବର୍ତ୍ତନ ନିମନ୍ତେ ଡୁବନ। ଆପଣ କହିବେ ଏଟା କେମିତି କଥା? ଶୁଣନ୍ତୁ, ଆମେ ମାନେ ସେତେ ଲୋକ ଡୁବନ ନେଇଛୁ। ଆମେ କାହାର ଡୁବନ ନେଇଛୁ? ମୁଁ ଗୋଟେ ଛୋଟ ପ୍ରଶ୍ନ ପଚାରିବି, ଆପଣ ଫ୍ରିଲି ଉତ୍ତର ଦେବେ, କାହିଁକି ସଂକୋଚ କରିବେ ନାହିଁ। ଆମେ ଯେଉଁ ଡୁବନ ନେଇଛୁ, ଡୁବକ ଜହନ ଦେଉଥିବା ଡୁବନ କି ନାହିଁ? କେଉଁମାନେ ଭାବୁଛନ୍ତି ଡୁବକ ଜହନ ଦେଉଥିବା ଡୁବନ ବୋଲି? ଟିକେ ହାତ ଉଠାନ୍ତୁ। କିଏ ଉଠାଉନାହାନ୍ତି? ଉଠାନ୍ତୁ, ହଲାନ୍ତୁ ଟିକେ। ହଉ ହଉ, ଠିକ ଅଛି, ରଖନ୍ତୁ। କେତେ ଲୋକ ଭାବୁଛନ୍ତି, ଚତୁର ହେଇଗଲେ କେତେ ଲୋକ, ଆମେ ନେଉଥିବା ଡୁବନ ଡୁବକ ଜହନଙ୍କର ଡୁବନ ନାହିଁ ବୋଲି ଭାବୁଛନ୍ତି। ସେମାନେ ହାତ ଉଠାନ୍ତୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଯେଉଁମାନେ ପ୍ରଥମେ ହାତ ଉଠାଇଲେ, ଆପଣମାନଙ୍କୁ ମୁଁ କଂଗ୍ରାଚୁଲେଟ୍ କରେ କି ଆପଣମାନେ ଭୁଲ କହିଲେ। କିନ୍ତୁ ଆପଣମାନେ ଦୁଃଖ କରିବାର ନାହିଁ। ମୁଁ ମଧ୍ୟ 20 ବର୍ଷ ପରେ ଜାଣିଲି କି ଆମେ ନେଇଥିବା ଡୁବନ ଡୁବକ ଜହନଙ୍କର ଡୁବନ ନାହିଁ ବୋଲି। ତେଣୁ ଦୁଃଖ କରନ୍ତୁ ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। We all are students. We are still learning. ଆମେ ଶିଖୁଛୁ। ଶିକ୍ଷା କେବେ ଶେଷ ହେବ ନାହିଁ। ଯଦି ଜଣେ କହିଲା ମୁଁ ସବୁ ଜାଣିଛି, ତାଠାରୁ ଗଧ ମୂର୍ଖ କେହି ନାହିଁ। ମୁଁ ଆଜି ବି ଶୁଣିବାକୁ ଭଲ ପାଏ ପ୍ରିଚି, କିନ୍ତୁ ମିଳୁନାହିଁ ସୁଯୋଗ। ଯୋଉଠି ବି ଦେଖିଲେ, ମନେକର ମୋତେ ନିମନ୍ତ୍ରଣ ବି ହେଇନଥିବ, ଦେଖିଦିଅନ୍ତି କି ଆସିଛି, ଡାକିଦେବେ, ଆଉ ଶୁଣିବାକୁ ଚାନ୍ସ ମିଳେ ନାହିଁ। ଯେ କହିବ ମୁଁ ସବୁ ଜାଣିଛି, ବାଇବଲ କହେ ସେ ଅଜ୍ଞାନ ବୋଲି। କୋଉଠି ଲେଖା ଅଛି? ପଢନ୍ତୁ। ପ୍ରଥମ ତିମୋଥୀ 5 ଅଧ୍ୟାୟ 6 ଅଧ୍ୟାୟ 4। ଯେବେ ସେ ଅସାର ଗର୍ବି ଓ ଅଜ୍ଞାନ, ବସ୍, ଯେ ଗର୍ବ କରି କହିବ ମୁଁ ବେଶୀ ଜାଣିଛି, ସେ ପୁଣି ଅଜ୍ଞାନ। ହଉ, ଆମେ ନେଇଥିବା ଡୁବନ ତାହା ଡୁବକ ଜହନଙ୍କର ଡୁବନ ନାହିଁ।
डुबक जहन केवल मन परिवर्तन निमंते डुबन देउथिले। ओके, ध्यान देवे। डुबक जहन डुबन देला बेले को लोक माननकु डाकिले, से माननकु कहिले कि तुमे यीशु ख्रीष्ट को परित्राण कर्ता रूपे विश्वास करूअछ कि बोली पचारि नाहंते। सेते बेले यीशु ख्रीष्ट क्रूसरे बलि होई नाहंते। सेते बेले यीशु ख्रीष्ट रक्त मनुष्यर हृदयर शुद्धिकरण निमंते बहा जाए नाई। तेणु डुबक जहन समय जे माने डुबन नेउथिले से माने यीशु रक्त रे परित्राण पाई नथिले, यीशु रक्त रे धौत होई नथिले। से माने यीशु रक्तर सहित परिष्कृत न होई कि केवल मु मन चेंज करुछि एहा कहिकी डुबन नहीं थिले। किंतु सेमान को डुबन रे यीशुଙ୍କ रक्त नथिला। केतरी विषय नथिला सुनंतु ध्यान रे। डुबक जहनଙ୍କର डुबनर नाम होछि मन परिवर्तनर डुबन बा बाप्तिस्म। सेठारे नंबर 1 यीशुଙ୍କ रक्त नथिला। नंबर 2 यीशुଙ୍କ नाम नथिला। नंबर 3 पिता पुत्र पवित्र आत्मा को नाम भी नथिला। से डुबन रे पवित्र आत्मा भूमिका नथिला। हालेलुया, प्रेज द लॉर्ड। तेणु जहन जेते बेले गोटे टीम गढ़िले आउ दले लोक को सांगरे रखिले आउ से डुबन देउथिले, तांकर किछि समय थिला। आउ दिने यीशु को आसिला परे देखिला परे से कहिले वर्तमान से आसिले मोर काम शेष होई गला। ता माने डुबक जहनगर डुबन सेही समय पई थिला। कोन समय पई? से गोटे पथ प्रस्तुतकारी थिले। अर्थात मंत्री माने गला आगरो पुलिस गाड़ी जाए रास्ता क्लियर करे, टिके ट्रैफिक क्लियर करे। डुबक जहन यीशु को आसीबा आगरो लोक मान को मन को टिके क्लियर कले। हालेलुया, सेटा सेही समय पाए। किंतु डुबक जहन कहिथिले मौ तारे जे आसु अछंती से धन्य। से तुम्भ मानंकु पवित्र आत्मा व अग्नि रे बपतिस्म देवे। हालेलुया, प्रेज द लॉर्ड। बोलो यीशु मसीह की। तेणु करी डुबक जहन डुबन जो लोक माने नहीं थे से भितर थरे गोटे बड़ इंटरेस्टिंग घटना बाइबल रे घटी गला। प्रेरित पुस्तक तहिर 19 अध्याय काढंतु। एक रु पढ़ंतु। अपोलो करिन्थ रे थिबा समय रे पाउलो पूर्व अंचल दे यात्रा करी एफिस नगर को आसी केतेक शिष्यों को देखा पाइले। से सेमान को पचारिले, विश्वास करने समय कौन तुम्हें माने पवित्र आत्मा को पाइथिल? सेमाने तांको उत्तर देले, ना, पवित्र आत्मा जे दत्त होइअछंती ताहा सुद्धा आम्भे माने सुनी नाहु। तेणु से पचारिले, तेबे से तुम्हें माने काहे रे बाप्तिजित होइथिल? एक मिनिट। अपोलो करिन्थ रे थिबा समय रे पाउलो पूर्व अंचल दे यात्रा करी एफिस नगर को आसिले। केउठी को आसिले समस्ते कहतु। अच्छा, पाउलो एफिस को आसिले आउ सेठारे केतेक विश्वासी शिष्य मान को देखा पाइले। से मान को पचारिले, देखंतु पाउलो गोटे विश्वासी को भेटू भेटू कौन पचारुछंती? आमे जन को भेटिले कौन पचारुछु? जोहारी, नेगी माई, नेगी मांझी, आमे पचारू। किंतु हमर पाउलो आज्ञा जन को देखु देखु पचारिले कौन पचारिबे? शुणंतु शुणंतु शुणंतु, ध्यान दियंतु। मने कर मु पाउलो आज्ञा हेले हमर एफिस देखु देखु पवित्र आत्मा पाइछ? पाउलोंकर फर्स्ट क्वेश्चन मु आपन को पचारु नै। हालेलुया, प्रेज द लॉर्ड। पाउलो जन को देखो देखो पचारुथिले, हेलो होली स्पिरिट पाइछ? आउ किछि अलगा कथा नाही। किंतु काहा को देखो देखो? विश्वासी मान को देखो देखो, अविश्वासी मान को नाही। जदि कई विश्वासी से मान को देखो देखो पचारुथिले, होली स्पिरिट पाइछ तो? पवित्र आत्मा पाइछ तो? एफिसर लोक माने कहले सेटा कोन?
ଇନା ହାଲେଲୁୟା। ସେମାନେ କହିଲେ ଆଜ୍ଞା ପବିତ୍ର ଆତ୍ମା କଣ? ପବିତ୍ର ଆତ୍ମାର ନା ଗନ୍ଧ ଆମେ ଶୁଣିନୁ। ପାଉଲ କହିଲେ ଗଲା ତାହେଲେ ତୁମେ ପବିତ୍ର ଆତ୍ମାଙ୍କର ନା ଶୁଣିନ। ପାଉଲ କହିଲେ ପବିତ୍ର ଆତ୍ମାଙ୍କର ନା ଶୁଣିନାହାନ୍ତି ମାନେ ଆଙ୍କର ଡୁବନ ରଙ୍ଗ ହେଇଥିବ। ପ୍ରେଜ୍ ଦ ଲର୍ଡ। ପାଉଲ କହିଲେ ତାହେଲେ ତୁମେ କାହିଁରେ ବାପ୍ତିଜିତ ହୋଇଥିଲ? କିଏ ତୁମକୁ ଡୁବନ ଦେଇଥିଲା? ସେ କହିଲେ ଆଜ୍ଞା ସେ ଯୋହନ ଆଜ୍ଞା ଥିଲେ ନାଇଁ କି, ଜିହୁଦା ପ୍ରଦେଶରେ ବଡ଼ ରଡ଼ି ଛାଡୁଥିଲେ, ଓଟ ଚମଡ଼ା ପିନ୍ଧୁଥିଲେ, ଆଉ ଦାଢ଼ି ଥିଲା। ସେ ଯୋଉ ମନ ପରିବର୍ତ୍ତନ ଡୁବନ ବୋଲି ଦଉଥିଲେ ଆଜ୍ଞା ସେଇଟା ଆଜ୍ଞା ନେଇଛ। ପ୍ରେଜ୍ ଦ ଲର୍ଡ। ସେ କହିଲେ ଶୁଣ, ସେଇଟା ଦେଲା ପରେ ସେ କଣ କହୁଥିଲେ? ମୋ ଉତ୍ତାରେ ଯେ ଆସିବେ। ପଢ 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 ସେ ପଦଟା ପଢ। ତେଣୁ ସେ ପଚାରିଲେ, ତେବେ ତୁମେମାନେ କାହିଁରେ ବାପ୍ତିଜିତ ହୋଇଥିଲ? ସେମାନେ କହିଲେ ଯୋହନଙ୍କ ବାପ୍ତିସ୍ମରେ। ସେଥିରେ ପାଉଲ କହିଲେ, ଯୋହନ ମନ ପରିବର୍ତ୍ତନର ବାପ୍ତିସ୍ମରେ ବାପ୍ତିସ୍ମ ଦେଇ ତାଙ୍କ ପରେ ଯେ ଆସିବେ ତାଙ୍କଠାରେ ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ କରିବାକୁ ହେବ ବୋଲି ଲୋକମାନଙ୍କୁ କହୁଥିଲେ। ସେମାନେ ଏହା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ। ଦୁଇଥର ହେଲେ ନା ନାଇଁ? ଗୋଟିଏ ଥର ସେମାନେ ଡୁବନ ନେଇଥିଲେ, ମନ ପରିବର୍ତ୍ତନର ଡୁବନ। କିନ୍ତୁ ପାଉଲ କହିଲେ ତୁମେ ବିଶ୍ୱାସୀ ଯେ ତୁମେ ପବିତ୍ର ଆତ୍ମା ପାଇଛ। ଆଜ୍ଞା ଆମେ ତାର ନାଁ ବି ଶୁଣିନ। ତ ପାଉଲ କହିଲେ ତାହେଲେ ପବିତ୍ର ଆତ୍ମା ଆସିବା ପାଇଁ ହେଲେ ଡୁବନଟା ଠିକ ଥିଲେ ହିଁ ସେଟା ଆସେ। ତାର ଲିଙ୍କ ଅଛି। ଓକେ, ମନେ ରଖିବେ ତାର ଲିଙ୍କ ଅଛି। କୋଉଠି ଲିଙ୍କ ଅଛି? ପ୍ରେରିତ 2:38 ପଢନ୍ତୁ। ତେଣୁ ପିତର ସେମାନଙ୍କୁ କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅନ୍ତୁ। ତାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ। ତାହେଲେ କଣ ହେଲେ? ଆଉ ଥରେ ମନ ପରିବର୍ତ୍ତନ କରନ୍ତୁ, ଆପଣ ଆପଣା ପାପ କ୍ଷମା ନିମନ୍ତେ ବାପ୍ତିଜିତ ହୁଅନ୍ତୁ। ତାହେଲେ କଣ ହେଲେ? ଡୁବନ ହେଲେ। ତାହେଲେ ଆପଣ ମାନେ ପବିତ୍ର ଆତ୍ମାଙ୍କ ଦାନ ପାଇବେ। ଏହା ପିତରଙ୍କ ଦଳ ହେଉ କି ପାଉଲଙ୍କ ଦଳ ହେଉ, ଯୀଶୁଙ୍କ ଶିଷ୍ୟମାନେ ଏହା ସ୍ପଷ୍ଟ ଭାବରେ ଜାଣିଥିଲେ। ଜଣେ ଲୋକ ପବିତ୍ର ଆତ୍ମା ପାଇବା ପାଇଁ ହେଲେ ପ୍ରଥମେ ଡୁବିତ ହେବା ଦ୍ୱାରା ପବିତ୍ର ଆତ୍ମା ପାଇବା ପାଇଁ ହୃଦୟ ପ୍ରସ୍ତୁତ ହେଇଯାଏ। ତେବେ ଏଫିସ ନଗରରେ ଯେଉଁମାନେ ଥିଲେ ସେମାନେ ବିଶ୍ୱାସୀ ବୋଲାଉଥିଲେ। କେମିତି ବିଶ୍ୱାସୀ ବୋଲି ପାଉଲ ଚିହ୍ନିଥିବେ? ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ନମସ୍କାର ଇତ୍ୟାଦି ଚଲେଇଥିବେ। ସେମାନଙ୍କୁ ଦେଖିକି ପାଉଲ ଚିହ୍ନିଗଲେ ଏମାନେ ତ ଖ୍ରୀଷ୍ଟିଆନ। ସେମାନେ କହିଲେ ତୁମେ ଖ୍ରୀଷ୍ଟିଆନ, ତୁମେ ପବିତ୍ର ଆତ୍ମା ପାଇଛ। ମୁଁ ଭାବୁଛି ପାଉଲ ପ୍ରକୃତରେ ଗୋଟେ ଆତ୍ମିକ ପାଗଳ। ଅଲଗା କଥା ପଚାରିବେ ନାହିଁ, ପ୍ରଥମେ ପଚାରିବେ ପବିତ୍ର ଆତ୍ମା ପାଇଛ ତ? ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେଣୁ ମୁଁ ମଧ୍ୟ ଗୋଟେ ପାଗଳ, ଯୋଉଠି ଗଲେ ଡୁବନ ନେଇଛନ୍ତି ତ? ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କାହିଁକି? ପାଉଲଙ୍କର କଣ ଇଚ୍ଛା ଥିଲା ଆଜ୍ଞା କି ଲୋକେ ପବିତ୍ର ଆତ୍ମା ପାଇଛନ୍ତି ନା ନାଇଁ ଜାଣିବା ପାଇଁ। କାହିଁକି ବୋଲି କହିଲେ ପବିତ୍ର ଆତ୍ମା ନ ପାଇବା ଲୋକ ଆଗମନ ବେଳକୁ ଯାଇପାରିବ ନାହିଁ। ଏଥିପାଇଁ ପାଉଲ ଭାରି ଚିନ୍ତିତ ଥିଲେ କି ପବିତ୍ର ଆତ୍ମା ପାଇଛ ନା ନାହିଁ। ସେମାନେ କହିଲେ ପବିତ୍ର ଆତ୍ମାର ନାଁ ବି ଶୁଣିନୁ। ପାଉଲ କହିଲେ ତାହେଲେ ତୁମର ଡୁବନ କିଏ ଦେଇଥିଲା? ଆଜ୍ଞା ଯୋହନ ବୋଲି ଜଣେ ଆଜ୍ଞା ଥିଲେ, ସେ ଦେଇଥିଲେ। ଓହୋ, ଗଲା ଗଲା ବାବୁରେ, ସେ ଯୋହନଙ୍କର ଡୁବନ ଏକ୍ସପାୟାର ହେଇଯାଇଛି। କଣ ହେଇଯାଇଛି? ସେଟା ଏକ୍ସପାୟରି ହେଇଯାଇଛି। ଯୀଶୁ ଆସିଲା ପରେ ଯୋହନଙ୍କର ଡୁବନର କିଛି କାମ ନାହିଁ। କାହିଁକି? ଯୋହନଙ୍କ ଡୁବନରେ ଯୀଶୁଙ୍କ ରକ୍ତ ନାହିଁ, ପାପ ପରିଷ୍କୃତ ହେବାର ପରିତ୍ରାଣର ଅନୁଭୂତି ନାହିଁ। ତେଣୁ ବର୍ତ୍ତମାନ ତୁମମାନଙ୍କୁ ଆଉ ଥରେ ନେବାକୁ ପଡିବ ଯାହା ନୂତନ ନିୟମର ଡୁବନ ଯୀଶୁ ଯାହା କହିଥିଲେ। ପାଉଲ ସେମାନଙ୍କୁ ଆଉ ଥରେ ଡୁବନ ଦେଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଡୁବନ ଦେଲା ପରେ ପାଉଲ ସେମାନଙ୍କ ଉପରେ ହାତ ରଖିଲେ, ସେମାନେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଇଗଲେ। ଏଠାରେ ଆମେ ଦୁଇଟା ଡୁବନ ଦେଖୁଛୁ। ଏକ ଯୋହନଙ୍କ ମନ ପରିବର୍ତ୍ତନର ଡୁବନ, ଦୁଇ
ଯୀଶୁ କହିଥିବା ଡୁବନ। ହାଲେଲୁୟା। କେତେଟା ହେଲା ସର୍ବମୋଟ? କେତେଟା ହେଲା? 4ଟା। ରାଇଟ। ଯୀଶୁ କହିଥିବା ଡୁବନ। ଯୀଶୁ କୋଉଠି କହିଲେ? ପୁନରୁତ୍ଥିତ ହେଲା ପରେ କହିଲେ। ହେଲେ ଯୀଶୁ କହିଥିବା ଡୁବନରେ ମଧ୍ୟ ଆମ ଲୋକମାନଙ୍କୁ ଏବେ କେତେଟା କ୍ୱେଶ୍ଚିନ୍ ଅଛି। ଆଜ୍ଞା, ପାଉଲ ପିତର ଯୀଶୁଙ୍କ ନାମରେ ଦେଲେ ଆମେ କୋଉ ନାଁରେ ଦେବା? ଯୀଶୁ କହିଲେ ମାଥ୍ୟୁ 28 ଅଧ୍ୟାୟ ତହିଁର 19-20ରେ ତୁମମାନେ ଯାଅ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦିଅ। 3 ଜଣଙ୍କ ନାଁରେ। ହାଲେଲୁୟା। ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାଁରେ। ଏଇଟାକୁ ମୁଁ ବେଶୀ ଲମ୍ବା କରିବି ନା, ଏତିକି ଥାଉ। ଯଦି ଦରକାର ପଡ଼ିବ ଅଧ୍ୟୟନ କରିବା, ଆଲୋଚନା କରିବା ଯଦି କାହାକୁ କ୍ୱେଶ୍ଚିନ୍ ଥାଏ। ହାଲେଲୁୟା। କେତେଟା ଡୁବନ ହେଲା ଆଜ୍ଞା? 5 କୁଆଡ଼େ ହେଲା? ମୁଁ 4ଟା କହିଲି, କୁଆଡ଼େ 5 ହେଇଗଲା? 4। ପଞ୍ଚମ ଡୁବନ ହଉଛି ଆଉ ଷଷ୍ଠ ଡୁବନ ହଉଛି ତାହା ଲେଖା ଅଛି ମାଥ୍ୟୁ ସୁସମାଚାର 3 ଅଧ୍ୟାୟରେ। ପଢ଼ନ୍ତୁ 3 ଅଧ୍ୟାୟ ତହିଁର 11 ପଦ। ମୁଁ ସିନା ତୁମମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ଉତ୍ତାରେ ଯେ ଆସୁଅଛନ୍ତି ସେ ମୋ ଠାରୁ ଅଧିକ ଶକ୍ତିମାନ। ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ। ସେ ତୁମମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। ସେ ତୁମମାନଙ୍କୁ 2ଟା ଡୁବନ ଦେବେ। ନମ୍ବର 1 ପବିତ୍ର ଆତ୍ମା। ଯେଉଁଦିନ ଆପଣମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅନ୍ତି ସେଦିନ ପବିତ୍ର ଆତ୍ମା ଏକ ଡୁବିତ ହେବାର ବିଷୟ, ପବିତ୍ର ଆତ୍ମାରେ ମଗ୍ନ ହେବାର ବିଷୟ। ପବିତ୍ର ଆତ୍ମା ଯେଉଁମାନେ ପାଇଛନ୍ତି ସେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହୋଇଛନ୍ତି। ଏହା ହେଉଛି ପଞ୍ଚମ ବାପ୍ତିସ୍ମ। ଷଷ୍ଠ ବାପ୍ତିସ୍ମ ହେଉଛି ଅଗ୍ନିର ବାପ୍ତିସ୍ମ। ଅଗ୍ନିର ବାପ୍ତିସ୍ମ ଏକ ବହୁତ ସ୍ୱତନ୍ତ୍ର କଥା। ଯୀଶୁଙ୍କ ଶିଷ୍ୟମାନଙ୍କ ଉପରେ ଅଗ୍ନିମୟ ଜିହ୍ବା ଆସିକି ଅଧିଷ୍ଠାନ କଲେ। ଏକ ଅଗ୍ନିର ଶକ୍ତିରେ ଡୁବିତ ହେବା, ତାହା ବିନା ଆପଣ ଅନ୍ୟମାନଙ୍କ ଜୀବନରେ ଈଶ୍ୱରଙ୍କର ଅଗ୍ନିର କାମ କରିପାରିବେ ନାହିଁ। ତା ମିନିଷ୍ଟ୍ରି ପାଇଁ ଏସ୍ପେଶାଲି ସେବକ ମାନଙ୍କୁ ପ୍ରଭୁ ଅଗ୍ନିରେ ଡୁବିତ କରନ୍ତି। ସପ୍ତମ ବାପ୍ତିସ୍ମ ଯୀଶୁଖ୍ରୀଷ୍ଟଙ୍କ ମରଣ, ସମାଧି ଏବଂ ପୁନରୁତ୍ଥାନ। ପଢ଼ନ୍ତୁ, ଲେଖା ଅଛି ଲୁକ 12:50। ମାତ୍ର ମୋତେ ଏକ ବାପ୍ତିସ୍ମରେ ବାପ୍ତିଜିତ ହେବାକୁ ହେବ, ଆଉ ତାହା ସମାପ୍ତ ନ ହେବା ପର୍ଯ୍ୟନ୍ତ ମୁଁ କିପରି ନିଷ୍ପୀଡ଼ିତ ହେଉଅଛି। ଯୀଶୁ କହିଲେ ମୋତେ ଏକ ବାପ୍ତିସ୍ମରେ ବାପ୍ତିଜିତ ହେବାକୁ ହେବ। ଏହା କି ପ୍ରକାର ବାପ୍ତିସ୍ମ? ମାର୍କ 10 ଅଧ୍ୟାୟର 38-39 କାଢ଼ନ୍ତୁ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ତୁମେମାନେ କ'ଣ ମାଗୁଅଛ ତାହା ଜାଣୁନାହଁ। ମୁଁ ଯେଉଁ ପାତ୍ରରେ ପାନ କରୁଅଛି ସେଥିରେ କି ତୁମେମାନେ ପାନ କରିପାର? ଅବା ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି ସେଥିରେ କି ତୁମେମାନେ ବାପ୍ତିଜିତ ହୋଇପାର? ସେମାନେ ତାହାଙ୍କୁ କହିଲେ, ପାରୁ। ଯୀଶୁ ସେମାନଙ୍କୁ କହିଲେ, ମୁଁ ଯେଉଁ ପାତ୍ରରେ ପାନ କରୁଅଛି ତୁମେମାନେ ସେଥିରେ ପାନ କରିବ। ପୁଣି ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି ତୁମେମାନେ ସେଥିରେ ବାପ୍ତିଜିତ ହେବ। କିନ୍ତୁ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାର ବିଷୟ ନୁହେଁ। ଏହା ଯୀଶୁଖ୍ରୀଷ୍ଟ ଯେ ମରିବେ, କବର ସାଇ ହେବେ ଆଉ ପୁନରୁତ୍ଥିତ ହେବେ,
ଦିନକର ଘଟଣା ଜେବଦୀଙ୍କ ପୁତ୍ରମାନଙ୍କ ମାତା ଯୀଶୁଙ୍କ ନିକଟକୁ ଆସି କହିଲେ, ପ୍ରଭୁ ଆପଣ ଯେତେବେଳେ ପିତାଙ୍କ ରାଜ୍ୟରେ ପ୍ରବେଶ କରିବେ, ଗୋଟିଏ ମୋର ପୁଅକୁ ବାମ ପାର୍ଶ୍ୱରେ ଆଉ ଗୋଟିଏକୁ ଦକ୍ଷିଣ ପାର୍ଶ୍ୱରେ ବସିବାକୁ ସ୍ଥାନ ଦିଅନ୍ତୁ। ମା ଯାଇଛି ରିଜର୍ଭେସନ କରିବା ପାଇଁ ସିଟ୍। ଯୀଶୁ କହିଲେ, ତୁମେ କ'ଣ ମାଗୁଛ? ତୁମକୁ ଜଣା ଏକା ନାହିଁ କ'ଣ ମାଗୁଛ ତୁମେ? ନାଇଁ ପ୍ରଭୁ, ମୋର ଗୋଟିଏ ପୁଅ ଆଉ ଗୋଟେ ପୁଅ, ଦୁଇଟା ପୁଅ ତୁମର ରାଇଟ୍ ଲେଫ୍ଟରେ ବସିବେ ସ୍ୱର୍ଗରେ। ମା ମାନେ ବେଶୀ ପ୍ରେମ କରନ୍ତି ପୁଅ ମାନଙ୍କୁ। ଯୀଶୁ କହିଲେ, ମୁଁ ଯୋଉ ପାତ୍ରରେ ପିଏ ତୁମେ ପିଇ ପାରିବ? ବୋଲା ହଁ ପିଇଦେବୁ। ସେମାନେ କ'ଣ ଭାବିଲେ? ଚାହା ବୋଲିକି ଭାବୁଥିବେ। ସେମାନେ ଭାବିଥିବେ କ'ଣ ଫଳରସ ହେଇଥିବ, ତୋରାଣୀ ହେଇଥିବ, ମାଣ୍ଡିଆ ଯାଉ ହେଇଥିବ, ପିଇଦେବା। ଯୀଶୁ ପିଇବା ପାତ୍ର ଆମେ ପିଇଲେ କ'ଣ ଅସୁବିଧା? ଯୀଶୁ କହିଲେ, ମୁଁ ଯେଉଁ କ୍ଲେଶ ପାନ କରିବି ତାହା କି ତୁମେ ପାନ କରିପାରିବ? ସେମାନେ ନ ଜାଣିକି କହିଲେ ହଁ। ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେବି, ହେବାକୁ ଯାଉଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଯୀଶୁ ମରିବାକୁ ଯାଉଥିଲେ, ତାଙ୍କୁ କବରରେ ସମାଧି କରାଯିବ, ଆଉ କବର ପରେ 3 ଦିନରେ ସେ ନୂଆ ଦେହରେ ଉଠିବେ। ପୁରୁଣା ଦେହ ସମାପ୍ତ ହେବ, ଶାରୀରିକ ଦେହ ସମାପ୍ତ ହେବ, କ୍ଷୟଣୀୟ ଦେହର ସମାପ୍ତି ହେବ, ମରଣଶୀଳ ଦେହର ସମାପ୍ତି ହେବ, ପ୍ରାକୃତିକ ଶରୀର ସମାପ୍ତି ହେବ, ନୂଆ ଶରୀରରେ ଉଠିବେ। ଅକ୍ଷୟ, ଅମର, ଆତ୍ମିକ, ଗୌରବମୟ, ଅନନ୍ତଜୀବୀ ଶରୀର ଧରିକି ଉଠିବେ। ଏହାକୁ ଯୀଶୁ କହିଲେ, ମୋତେ ଏକ ପ୍ରକାର ବାପ୍ତିସ୍ମ ନେବାକୁ ଅଛି, ତୁମେ ନେଇପାରିବ? ବୁଢ଼ୀ କହିଲା, ହଁ ଆଜ୍ଞା ନେଇଯିବୁ। ସେ ଭାବୁଛି ପାଣିରେ ବୁଡ଼ିବାଟା ବୋଲିକି। ପ୍ରେଜ୍ ଦ ଲର୍ଡ। ଯୀଶୁ କହିଲେ, ଠିକ ଅଛି ତୁମେ ନେଲେ ନିଅ, କିନ୍ତୁ ମୁଁ ସ୍ୱର୍ଗରେ ତୁମକୁ 2 ପାର୍ଶ୍ୱରେ ଦେଇପାରିବିନି ସ୍ଥାନ। ଯୀଶୁଙ୍କର ମରଣରେ ଗୋଟିଏ ମହାନ ଅନୁଭୂତି ହେଲା। ପୁରାତନ ଶରୀର ସମାପ୍ତ ହେଲା, ନୂଆ ଶରୀରରେ ବଦଳି ଗଲା। ମୁଁ କହିଥିଲି ଆପଣଙ୍କୁ ଡୁବନରେ ଗୋଟିଏ ବିଶେଷ କାମ ହୁଏ। କ'ଣ? ପୁରାତନ ବିଷୟ ମରିବ, ନୂଆ ଜୀବନ ଆରମ୍ଭ ହବ। ହାଲେଲୁୟା। ପୁରାତନ ବିଷୟର ସମାପ୍ତି ହେବ, ନୂତନ ବିଷୟର ଆରମ୍ଭ ହେବ। ଏଣୁ ବାଇବଲରେ କେତୋଟି ଡୁବନ କଥା ଲେଖାଗଲା? 7ଟି। ଏଇ ଭିତରୁ ଆମମାନଙ୍କ ପାଇଁ ଅପରିହାର୍ଯ୍ୟ ହେଉଛି ଯାହା 4 ନମ୍ବର, ଯାହା 5 ନମ୍ବର, ଯାହା 6 ନମ୍ବର। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏବଂ ଯେଉଁଦିନ ଆମେ ମରିବା, 7 ନମ୍ବର ଆମ ଦେହରେ ଅନୁଭୂତି ହେବ। ଏହା ଏକ ରହସ୍ୟପୂର୍ଣ୍ଣ କଥା। ଆମେ ମାନେ ମରିବା, ଯେଉଁମାନେ ପ୍ରକୃତ ଡୁବନ ନେଇକି ମରିବେ, ଈଶ୍ୱରଙ୍କ ଠାରେ ଥାଇକି ମରିବେ, ପବିତ୍ର ଆତ୍ମାରେ ମୁଦ୍ରାଙ୍କିତ ହେଇକି ମରିବେ, ତୁରୀ ଧ୍ୱନି ହେଲା ବେଳକୁ ସେମାନଙ୍କ ଶରୀର, ପୁରୁଣା ଶରୀର ରହିବ ନାହିଁ, ଟାଙ୍ଗରା ମୁଣ୍ଡା ରହିବ ନାହିଁ, ଦାୟ ହେଇ ରହିବ ନାହିଁ। ସେମାନଙ୍କ ଦୁର୍ବଳ ଶରୀର ସବଳ ହେଇ ଉଠିବ, ସେମାନଙ୍କ ମରଣଶୀଳ ଶରୀର ଅମର ହେଇକି ଉଠିବ, ସେମାନଙ୍କର କ୍ଷୟଣୀୟ ଶରୀର ଅକ୍ଷୟ ହେଇକି ଉଠିବ। ପୁରାତନ ବିଷୟ ଲୋପ ପାଇବ। ଆମମାନେ ନୂଆ ଶରୀରରେ ଖ୍ରୀଷ୍ଟଙ୍କ ତୁଲ୍ୟ ଆମମାନେ ମଧ୍ୟ ଆକାଶରେ ଯାଇ ତାହାଙ୍କୁ ସାକ୍ଷାତ କରିବା। ହାଲେଲୁୟା, ହାଲେଲୁୟା। ବୋଲୋ ୟୀଶୁ ମସିହ କି ପ୍ରେଜ୍ ଦ ଲର୍ଡ। ତେବେ ଡୁବନରେ ଏଇ କେତେକ ଅନୁଭୂତି ଅଛି। ତାହେଲେ ଡୁବନରେ ଏକ ମରଣ ଆଉ ଏକ ନୂଆ ଜୀବନ। ତେବେ ଆସନ୍ତୁ ଆମେ ଦେଖିବା କି ଡୁବନ କିପରି ନେବାକୁ ପଡ଼ିବ। ତାର 4-5ଟି କଥା ମୁଁ କହିବି। ନ ନେଲେ କ'ଣ ହେବ, କି ନେଲେ କ'ଣ ହେବ। ମାଥ୍ୟୁ ସୁସମାଚାର ବାହାର କରନ୍ତୁ, ତହିଁର 1ମ 3 ଅଧ୍ୟାୟ, ବାପ୍ତିସ୍ମ ବା ଡୁବନ କିଏ ନେଇପାରିବ? 3:6 ପଢ଼ନ୍ତୁ। ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାଙ୍କ ଦ୍ୱାରା ଜର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।
अपना अपना पाप स्वीकार करी से माने जर्दन नदी रे बाप्तिस्मित हेले ता माने बाप्तिस्म नेबा पाई प्रथम योग्यता पाप स्वीकार करिके नेबाको पड़िबो। तेबे मोहर क्वेश्चन जे शिशु मानू डुबन दिया जाए शिशु माने पाप स्वीकार करि पारंती कि आज्ञा नहीं तेबे कही कही कहंती कि शिशु अवस्था रे जदि से मरी गला तेबे ताकू डुबन न देइथिले केमिति हबो एणु शिशु अवस्था रे डुबन दिया जाए। मु कहिबा पई चाहे एहा परमेश्वर को बेसी चिंता हेबार थिला कि पिला मन को डुबन देले भलो बोली डुबन रे जने व्यक्ति पाप स्वीकार करी डुबन नियंती एणु शिशु से पापर बोध जानती नाई पाप कौन जानती नाई से माने किपरि डुबन नेबे एणु शिशु मानक पाई उत्सर्ग करा जाए। जीशु को अष्टम दिन रे मंदिर को नियागला आ जीशु को सिमियोन महायाजक हाथ रे नहीं कोलो रे नहीं ताहाको उत्सर्ग कले। जदि शुणु ध्यान रे पुरातन नियम रे कौनसी सामग्री कौनसी नैवेद्य कौनसी दान प्रभु को बेदी निकट को आसीगला सेटा कहार कहार प्रभुंकर जदि शिशु को आपण प्रभु को बेदी निकट को आनिकी उत्सर्ग कले से शिशुटी कहार परमेश्वर की तार जत्न नेबे ना एणु जीशु कहले शिशु मानू मो निकट को आसवा को दियो स्वर्ग राज्य ऑलरेडी एई प्रकार लोक मानकर प्रेज द लॉर्ड हालेलुया से माने स्वर्ग राज्य पाई फिट तुम्हें पुणी कहीं से मान को डुबन देव एणु बाइबल शिशु डुबन संबंध रे निरबर है। आ गोटे कथा कहबी गोटे प्रमाण अच्छी बाइबल रे गोटे शिशु जदि मरी जाए शुणु तेबे से ईश्वरंक राज्य रे दूत मानक स्थान रे से माने स्थान पाती। माथ्यू 18 अध्याय 10 पद टिके पढ़ंतु। सावधान ए क्षुद्र मानक मध्यरु जनकु ही तुच्छ ज्ञान करो ना। सावधान जदि परमेश्वर कहिले ता माने सावधान हेबार विषय अछि। ए क्षुद्र मानक मध्यरु अर्थात शिष्य मानक मध्य शिशु मानक मध्यरु जनकु ही तुच्छ ज्ञान करो नाही कारण मु तुमମାନଙ୍କୁ सत्य कहूअछि स्वर्ग रे सेमानकर दूत माने सर्वदा मोहर स्वर्गस्थ पितांक मुख दर्शन करंती। मु तुम माननको सत्य कहूअछि स्वर्ग रे सेमानकर दूत माने बोली कहिले केउ मानकर दूत माने सेमानकर दूत माने बोली कहिले शिशु मानकर दूत माने मोहर स्वर्गस्थ पितांगर मुख सर्वदा देखंती। एई वाक्यर अनेक विद्वान माने मत दियंती कि शिशु मानक निमंते सर्वदा दूत माने अछंती। प्रेज द लॉर्ड। आउ ताहा ही नुहे दिनकर घटना डीजीएस दिनाकरण साक्ष्य दउथिले से रात्रि रे प्रार्थना रे थिला बेले गोटे दूत आसिले आउ ताहांको कहिले डैडी दिनाकरण कहिले यू आर एन एंजल हाउ कैन यू कॉल मी डैडी। से कहले डैडी आई एम योर सन मु तुमर पुओ अटे। बोला हाउ इट कुड बी यह केमिति हेई पारिबो। बोला बापा
ମୁଁ ତୁମର ପ୍ରଥମ ଜାତ ପୁଅ, ମୁଁ ଛୋଟ ବେଳେ ମରିଗଲି, ମନେ ଅଛି? ବୋଲେ ହଁ ହଁ। କିନ୍ତୁ ଯେତେବେଳେ ଗୋଟେ ଶିଶୁ ମାନେ ମରିଯାଆନ୍ତି, ସ୍ୱର୍ଗକୁ ଗଲା ପରେ ଶିଶୁମାନଙ୍କୁ ମେଷ ଶାବକଙ୍କ କନ୍ୟା ହେବାର ସୁଯୋଗ ମିଳିବ ନାହିଁ। କାହିଁକି? ସେମାନେ ଯୀଶୁଙ୍କ ରକ୍ତରେ ଧୌତ ହେଇନାହାନ୍ତି। ଏଣୁ ଶିଶୁମାନଙ୍କୁ ଦୂତମାନଙ୍କ ତାଲିକାରେ ଭର୍ତ୍ତି କରାଯାଏ, ଆଉ ସେମାନଙ୍କୁ ତାଲିମ ଦିଆଯାଏ। ଆଉ ଶିଶୁମାନେ ମୃତବତ ହେଲା ପରେ ସେମାନେ ସ୍ୱର୍ଗରେ ଦୂତମାନଙ୍କର ସ୍ଥାନ ପାଇକି ଦୂତ ରୂପରେ ସେବା କରନ୍ତି। ଆଉ ମୁଁ ଆପଣଙ୍କର ପୁଅ, ସେ ଯାହା ବି ହଉ ଚିନ୍ତା କର ନାହିଁ, ମୁଁ ସ୍ୱର୍ଗରେ ଅଛି, ମୁଁ ଦୂତ ଭାବରେ ଅଛି, ଦୂତମାନଙ୍କ ଦଳରେ ଅଛି। ଆଉ ଆମର ଦୂତମାନେ ସର୍ବଦା ସ୍ୱର୍ଗସ୍ଥ ପିତାଙ୍କର ମୁଖ ଦର୍ଶନ କରନ୍ତି। ତାହେଲେ ଶିଶୁମାନଙ୍କ ପାଇଁ ପରମେଶ୍ୱର ସ୍ୱତନ୍ତ୍ର କୋଟା ରଖିଛନ୍ତି। ଯଦି ଶିଶୁମାନେ ମରିଯାଆନ୍ତି, ସେମାନେ ସ୍ୱର୍ଗଦୂତମାନଙ୍କର ସ୍ଥାନ ପାଇବେ। ବାଇବଲରେ କିଛି ଯୋଡ଼ ନାହିଁ କି ବାଇବଲରୁ କିଛି କାଟ ନାହିଁ। ଶିଶୁମାନଙ୍କୁ ଡୁବନ ଦେବା କଥା ଲେଖା ନାହିଁ, ବସ୍ କାହାଣୀ ଖତମ। କାହିଁକି ନାହିଁ? ଯେହେତୁ ସେମାନେ ପାପ ସ୍ୱୀକାର କରିପାରିବେ ନାହିଁ। ଏଣୁ ପ୍ରଥମ ପଏଣ୍ଟ, କେଉଁମାନେ ବାପ୍ତିସ୍ମ ନେଇପାରିବେ? ଯେଉଁମାନେ ପାପ ସ୍ୱୀକାର କରିଥିବେ। ତେବେ କ୍ୱେଶ୍ଚିନ୍, କେଉଁମାନେ ପାପ ସ୍ୱୀକାର କରନ୍ତି? ଜଣେ ବ୍ୟକ୍ତି ପାପ ସ୍ୱୀକାର କରିବା ପୂର୍ବରୁ ତା ଭିତରେ ଆଉ ଦୁଇ ଗୋଟି ଅନୁଭବ ଆସିଥାଏ। ଜଣେ ବ୍ୟକ୍ତି ଅଚାନକ କେବେ ହେଲେ ପାପ ସ୍ୱୀକାର କରିବ ନାହିଁ। ପାପ ସ୍ୱୀକାର କରିବା ପୂର୍ବରୁ ତା ଭିତରେ ପାପ ପ୍ରତି ଅନୁତାପ ଆସିଥାଏ, रिपेंटेंस, जिसको हिंदी में कहा जाता है पश्चाताप। যদি জনে লোক অনুতাপ করিব নাহি, সে স্বীকার করিব নাহি। অনুতাপ ন করুণু স্বীকার করিবা লোক মানকু দেখি জহন কইলে রে কাଳ সর্পর বংশ। অনুতপ্ত হেবাকু পড়িব, আউ পাপ স্বীকার করিবাকু পড়িব। অনুতপ্ত হেবা পূର୍ବରୁ ଆଉ ଗୋଟିଏ ଅନୁଭୂତି ହୋଇଥାଏ, କନଭିକ୍ସନ, ପାପର ବୋଧ। ଯେତେବେଳେ ପିତର ପ୍ରଚାର କଲେ, ଲୋକମାନଙ୍କ ଭିତରେ ପାପର ବୋଧ ଆସିଲା। ହଁ, ଆମେ ପାପ କରିଅଛୁ, ଆମେ କ'ଣ କରିବା, ଆମେ କ'ଣ କରିବା, ଆମେ ମାନେ ପାପୀ। ପାପର ବୋଧ, ପାପର ଧାରଣା, ନିଜକୁ ଦୋଷୀ ମନେ କରିବା। ଯକ୍ଷୟ କ'ଣ ତାହା କଲେ ନାହିଁ? ସେ କନଭିନ୍ସ ହେଲେ କି ୟେସ୍ ଆଇ ଏମ୍ ଅ ସିନର। ଜଣେ ଲୋକ ଯେ ଯାଏ ନିଜେ କନଭିନ୍ସ ହେବ ନାହିଁ, କନଭିକ୍ଟ ପାଇବ ନାହିଁ କି ମୁଁ ପାପୀ, ସେ କି ପାପ ସ୍ୱୀକାର କରିବ? ଆରେ ଶିଶୁମାନେ ତ ପାପ କରନ୍ତି ନାହିଁ ଆଜ୍ଞା, ତାଙ୍କୁ କାହିଁକି ଡୁବନ ଦେଇଦେବେ? କନଭିକ୍ସନ, ରିପେଣ୍ଟେନ୍ସ, ଦେନ୍ ଆସିଯାଏ କନଫେସନ। ଜଣେ ପାପୀ ବୋଲି ବୋଧ କରିବ, ବୋଧ ପ୍ରାପ୍ତ ହେବ, ଦେନ୍ ଅନୁତାପ କରିବ, ତାପରେ ସେ ଆପେ ଆପେ ସ୍ୱୀକାର କରିବ। ହାଲେଲୁୟା। ତେବେ ଜଣେ ବ୍ୟକ୍ତି ମୁଁ ପାପୀ ଏହାର ବୋଧ ନ ପାଇବା ଯାଏ ତାହାକୁ ଡୁବନ ଦିଆଯାଇ ପାରିବ ନାହିଁ। ଜଣେ ବ୍ୟକ୍ତି ଯେ ଯାଏ ଅନୁତାପ କରି ଭାଙ୍ଗିବ ନାହିଁ, କାନ୍ଦିବ ନାହିଁ, ତାହାକୁ ଡୁବନ ଦିଆଯାଇ ପାରିବ ନାହିଁ। ଜଣେ ବ୍ୟକ୍ତି ଅନୁତପ୍ତ ହୋଇ ଯେ ଯାଏ ଈଶ୍ୱରଙ୍କ ନିକଟରେ ପାପ ସ୍ୱୀକାର କରିବ ନାହିଁ, ତାହାକୁ ଡୁବନ ଦିଆଯାଇ ପାରିବ ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ବୋଲୋ ୟୀଶୁ ମସିହ କି। ତେବେ କେହି କେହି ପ୍ରଶ୍ନ କରିବେ, ଆଜ୍ଞା କୃଷର ଚୋର ତ ଡୁବନ ନେଇ ନାହିଁ ଆଜ୍ଞା। ବୋଲୋ ୟୀଶୁ ମସିହ କି। କୃଷର ଯେଉଁ ଚୋର ମହାଶୟ, ସେ ଡୁବନ ନେଲେ ନାହିଁ, ଡୁବନ ନେବାକୁ ସମୟ ମିଳିଲା ନାହିଁ। କୃଷରେ ଥିଲେ, ଆଉ କୃଷରେ ଥିଲା ବେଳେ ଯୀଶୁ କହିଲେ, ହେ ପ୍ରଭୁ ତୁମେ ଆପଣ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବ। ଯୀଶୁ କହିଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଛି, ତୁମେ ଆଜି ମୋ ସହିତ ପାରଦେଶରେ ଉପସ୍ଥିତ ହେବ। ମୁଁ କହିବା ପାଇଁ ଚାହେଁ, କୃଷର ଚୋରକୁ ସ୍ୱର୍ଗରେ ଯେଉଁ ସ୍ଥାନ ମିଳିବ, ଆପଣଙ୍କୁ ସେହି ସ୍ଥାନ ମିଳିବ ନାହିଁ। ସ୍ୱର୍ଗରେ ଅନେକ ସ୍ଥାନ ଅଛି। ଯାହାକୁ ଅଧିକ ଦିଆଯାଇଥିଲା ତାଠାରୁ ଅଧିକ
ସଂଗ୍ରହ କରାଯିବ ଲେଖା ଅଛି ବାଇବଲ। ସେ ଚୋରକୁ ଆଉ କିଛି ଦିଆଯାଇ ନାହିଁ, ଯେ ଅଳ୍ପ ବୁଣିଲା ଲେଖା ଅଛି ବାଇବଲରେ ସେ ଅଳ୍ପ ତା ଠାରୁ ସଂଗ୍ରହ କରାଯିବ। ସ୍ୱର୍ଗରେ 3 ଗୋଟି ସ୍ଥାନ ଅଛି, ପ୍ରଥମ, ଦ୍ୱିତୀୟ, ତୃତୀୟ। କିନ୍ତୁ ଚୋର କେବେ ହେଲେ କ୍ଲେମ୍ କରିପାରିବ ନାହିଁ ମତେ ଜୀବନ ମୁକୁଟ ଦିଅ, ମତେ ଧାର୍ମିକତାର ମୁକୁଟ ଦିଅ, ମତେ ସିଂହାସନରେ ବସିବାକୁ ଦିଅ, ମତେ ଶ୍ଵେତ ମାନ୍ନା ଖାଇବାକୁ ଦିଅ, ଗୁପ୍ତ ମାନ୍ନା ଖାଇବାକୁ ଦିଅ, ମତେ ମୋ ନାମ ଶ୍ଵେତ ପ୍ରସ୍ତରରେ ଲେଖ। କାହିଁକି କେଉଁମାନଙ୍କୁ ଜୀବନ ମୁକୁଟ ମିଳିବ, କେଉଁମାନଙ୍କୁ ସିଂହାସନ ମିଳିବ? ଯେଉଁମାନେ ଜୟ କରିଥିବେ। ଯେଉଁମାନେ ଜୟ କରନ୍ତି, ଯେ ଜୟ କରେ ତାହାକୁ ଆମେ ସିଂହାସନରେ ବସିବାକୁ ଦେବୁ। ହଇରେ ଠକ ଚୋର, ଜୀବନ ସାରା ଚୋର ବେପାର କଲୁ, ମର୍ଡର କଲୁ, ପକେଟ ମାରିଲୁ, ମରିଲା ବେଳକୁ ଯିଶୁ ଯିଶୁ ହେଇକି ମରିଗଲୁ। ତୁ କେବେ କହିପାରିବୁ କି ମୁଁ ଜୟ କରିଥିଲି ବୋଲି? ତେଣୁ ସ୍ୱର୍ଗରେ ଅନେକ ସ୍ଥାନ ଅଛି। ସେ ଚୋରକୁ ବହୁତ ସୁଯୋଗ ମିଳି ନାହିଁ। ତେଣୁ ସେ ଚୋରକୁ ନିଜର ଆଦର୍ଶ ବୋଲି ଭାବନ୍ତୁ ନାହିଁ। ଯୀଶୁ କହିଲେ ମୋ ଠାରୁ ଶିଖ, କହିନାହାନ୍ତି ଚୋର ଠାରୁ, ମୋ ଠାରୁ ଶିଖ। ମୁଁ ଆଜି ମଧ୍ୟ ଗୁଣାଏ ବାଇବଲ ପଢିବାକୁ ଭଲ ପାଏ। ହେଇପାରେ କିଛି ବିଷୟ ମୁଁ ଜାଣିନଥିବି, ଅନୁସନ୍ଧାନ କରିବା ଦରକାର, ଆଲୋଚନା କରିବା ଦରକାର, ଡିବେଟ କରିବା ଦରକାର। ଟ୍ରାଡିସନ୍ସ ରେ କେବେ ହେଲେ ବହି ନ ଯାଅ। ମୁଁ ଶିଶୁ ବେଳେ ଡୁବିତ ଛିଞ୍ଚା ବାପ୍ତିସ୍ମ ନେଇଥିଲି, ବଟ୍ ଯେବେ ମୁଁ ବୟ ପ୍ରାପ୍ତ ହେଲି, ଶାସ୍ତ୍ର ଅନୁସନ୍ଧାନ କଲି, ଜାଣିଲେ ପାପ ସ୍ୱୀକାର କରିକି ନିଆଯାଏ, ଅନୁତପ୍ତ ହୋଇକି ନିଆଯାଏ, ପାପର ବୋଧ ପ୍ରାପ୍ତ ହୋଇକି ନିଆଯାଏ। ଏ 3ଟି ପ୍ରଥମ ଯୋଗ୍ୟତା। ଚତୁର୍ଥ, କେଉଁମାନେ ବାପ୍ତିସ୍ମ ନେଇ ପାରନ୍ତି? ଚତୁର୍ଥ ଯୋଗ୍ୟତା ବହୁତ ଇମ୍ପୋର୍ଟାଣ୍ଟ। ପଢ଼ନ୍ତୁ ରୋମିଓ 6:2-3। ତାହା କେବେ ହେ ନ ହଉ, ପାପ ପ୍ରତି ମୃତ ଯେ ଆମ୍ଭେମାନେ ସେଥିରେ କିପରି ଆଉ ଜୀବନ କାଟିବା? ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମ୍ଭେମାନେ ଜାଣ ନାହିଁ? ଅତଏବ ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାପ୍ତି ପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାର ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାର ଜୀବନର ନୂତନ ଭାବରେ ଆଚରଣ କରୁ। କାରଣ ଯଦି ଆମ୍ଭେମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ, ତାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କ ସହିତ ଏକୀଭୂତ ହେବା। ଶୁଣନ୍ତୁ, 3ରେ ଲେଖାଗଲା ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ। ମୁଁ ଆପଣଙ୍କୁ ଆରମ୍ଭରୁ କହୁଥିଲି, ବାପ୍ତିସ୍ମରେ ଗୋଟିଏ ମରଣ ଅଛି, ଆଉ ଗୋଟିଏ ନୂଆ ଜୀବନ ଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଟିକେ ଚିତ୍ରସେନ ପାଷ୍ଟର ଆସନ୍ତୁ, ଗୋଟେ ଛୋଟ ଡେମନଷ୍ଟ୍ରେସନ ଆପଣଙ୍କୁ ଦେଖାଇବା ପାଇଁ ଚାହେଁ। ବାପ୍ତିସ୍ମରେ ରୋମିଓରେ ଲେଖାଗଲା ଆମମାନେ ମରଣରେ ତାହାଙ୍କ ସହିତ ବାପ୍ତିଜିତ ହୋଇଅଛୁ। ଧ୍ୟାନରେ ଶୁଣିବେ, ତାମାନେ ବାପ୍ତିସ୍ମରେ ଗୋଟିଏ ମରଣ ଅଛି। ମତେ କୁହନ୍ତୁ, ଆପଣଙ୍କର ଏହି ଦାରିଙ୍ଗବାଡ଼ି ଅଞ୍ଚଳରେ ମରିବା ଲୋକକୁ କବର ଦିଆଯାଏ ନା ବଞ୍ଚିବା ଲୋକକୁ ପୋତି ଦିଅନ୍ତି? ମରିବା ଲୋକକୁ। ମୁଁ ଆରମ୍ଭରେ କହିଥିଲି, ବାପ୍ତିସ୍ମର ମୂଳ ଶବ୍ଦ ବେପ୍ଟାଇଜୋ ର ଅର୍ଥାତ୍ ପାଣିରେ ବୁଡ଼ାଇବା, ବାହାର କରିବା, ଛିଞ୍ଚିବା ନୁହଁ। ମରଣରେ ବାପ୍ତିସ୍ମ ବୋଲି କହିଲେ ଜଣେ ମରି ଯାଇଥିବା ଲୋକକୁ ହିଁ ସମାଧି ଦିଆଯାଏ, ରାଇଟ୍?
तेबे बाप्तिस्मरे मरणरे ताहांक सहित आम्माने समाधिस्थ होइछु लेखा अछि। तेबे मते कहंतु भाई को मु एग्जांपल पाई नेली जदि आंके मरिबे नाही एहांको की समाधि दिया जाई पारिबो नाही। अच्छा ताहले बाप्तिस्म नेबा पूर्वरु मरिबाको पड़िबो। ध्यान रे सुनंतु बंची थिला बेले ए भाई ए हातरे मद बोतल उठाउथिले। बंची थिला बेले एई पार्टी रे सिगरेट बीड़ी इत्यादि टाणुथिले गंजेई टाणुथिले। बंची थिला बेले एई पार्टी रे मिछ कहउथिले। बंची थिला बेले एई गोड़रे चाली चाली जाउथिले विभिन्न असुचि स्थान को। बंची थिला बेले एई आखिरे मंद विषय सकल मोबाइल रे लैपटॉप रे टीवी रे इत्यादि जगह रे छक मानंगरे रही कि देखुथिले। बंची थिला बेले अन्यर निंदा चर्चा बचसा कानरे बेस शुणुथिले। बंची थिला बेले अनेक असुचि कर्म मद्यपान चोरी डकायत व्यभिचार सबु कामरे मने करंतु लिप्त थिले। एग्जांपल किंतु मरीगला परे यांकर प्रिय मद बोतल आनिकी यांकर तुंडरे जाकी देले मध्य कोन पीबे नाय। मरीगला परे आंकर फेवरेट खैनी गुटका गुड़ाकू तमाकू जेते बीड़ी पिक्का सिगरेट आनिकी आंक हातरे धरिकी निया लगेई देले मध्य कोन पीबे नाय। मरीगला परे केते आंको सम्मुखरे मंद जिनिस आनिकी रखिले मध्य कोन प्रभाव पड़िबो नाय। काहेकि मरीगले। बाप्तिस्म बोली कहिले प्रवंचित होइकी रुहंतु नाय। बाप्तिस्म बोली कहिले मरण रे बाप्तिस्म। पाउलो कहिले ईश्वर का आत्मा को द्वारा कहिले आमମାନଙ୍କର पुराण स्वभाव पुरातन स्वभाव ख्रीष्टଙ୍କ सहित क्रूसरे हत होइछि। तेबे ख्रीष्टଙ୍କ सहित जहा मरिछि ताहाको आनिकी डुबनरे समाधि दिया जाए। ध्यान रे सुनंतु। प्रेज द लॉर्ड हालेलुया। एबे मरि जाइथिबा लोक को आपण दारिंग बाड़ी रे डनेक बाड़ी रे गाजल बाड़ी रे सिमन बाड़ी रे दासिंग बाड़ी रे पाकल महारे मांडी पंगारे आपण गोटे मासे रखुथिबे तो पपका आबा माने हाँ आबा गोटे 2 मास रखुथिबे गोटे सप्ताह जो दिन मरीगला सांगे सांगे आउरी कहिबे नाई पपका आबा को आनो बोली कहिबे कि डेड बॉडी को आनो आउ कहिबे पपका आबा आउ नांती त के रहिला शरीर। बाप्तिस्म बोली कहिले मरी जाइथिबा व्यक्ति को आनिकी जलरे समाधि। अच्छा एबे कहंतु आपण माने कबर दियंती आज्ञा आपण केमिति आज्ञा कबर दियंती ठीक उठ बसंत एमती पतंती कि हाँ ताहले डुबन मध्य एमती दियंतु नाय। समाधि जेमती दिया जाए पूरा पूरी ताकु सुआ जाए। हालेलुया। ईश्वर दास माने जल रे ख्रीष्ट मरण अनुभूति को नहीं समाधि करंती। काहा को समाधि करंती जीए पाप को क्रूस रे मारी देथिबो। प्रेज द लॉर्ड हालेलुया। हेले ए समाधिस्थ होइके रहले एबे पानी रो उठा गला एटा को कहा गला डुबन। प्रेज द लॉर्ड हालेलुया। गो एंड सर्च इन एनी थियोलॉजी। डुबन बोली कहले स्प्रे नु है डुबन बोली कहले पानी पकाइबा नु है। डुबन अर्थ समाधि इमर्स
मरी जाइथिबा लोक को ही समाधि तेणु जणे लोक मरी जाइथिला ताहाकु खबर देले से लोक कबररु बंचिला पुरातन विषय रहिबो नाही मरी गला परे डुबन नेला परे पुरातन स्वभाव रहिबा कथा नाही हालेलुया प्रेज द लॉर्ड हेले आपण कहिबे आज्ञा एते जरूरी कि डुबन सुनंतु बहुत जरूरी कौन कहबी डुबन बिना आपण आगमन बेल को जाई पारिबे नहीं प्रेज द लॉर्ड हालेलुया आपण को मंडली कौन कहूची गोली मारिए उसको लोग आपको क्या बोलते गोली मारिए आगमन बेल को आपण जदि ऊर्ध्व को जीवा पई चाहुछंती पिता पुत्र पवित्र आत्मा को नाम रे डूबित हेबा कंपलसरी प्रमाण कौन मुझे 4-5टा आशीर्वाद कही कि समाप्त करेंगे जोहन सुसमाचार 3 अध्याय 3 यीशु तांको उत्तर देले सत्य सत्य मु तुम मानकु कहूछि पुनर्बार जन्म न हेले केही ईश्वर को राज्य देखि परिबो नाही। हाँ 5 यीशु उत्तर देले सत्य सत्य मु तुम मानकु कहूछि जल ओ आत्मारो जन्म न हेले केही ईश्वर को राज्य रे प्रवेश करि पारे नाही। ए व्यक्ति जेते बेले जलरु बाहरिले नुआ आचरण आरंभ हैला पुरातन व्यक्ति मरी जाइथिला जलरु बाहरी आसिले एहाकु बाइबल जलरु जन्म बोली कहे जदि कहीं जलरु जन्म होई नाय ताहेले से ईश्वर को राज्य रे प्रवेश करि पारिबो नाय तुमे चर्च जाई पारिबो चर्च रे तुमे सब किछि करि पारिबो क्रिसमस भी करि पारिबो गोहाळ कुंड को देखि पारिबो जेरूसालेम भी जाई पारिबो दरकार पड़ले पपका भी हे पारिबो आउ किछि करि पारिबो किंतु जदि तुमरो बैप्टिज्म राइट नाही तुमे ईश्वर को राज्य को जाई पारिबो नाही। सेकंड ब्लेसिंग बैप्टिज्म रो द्वितीय आशीर्वाद बाप्तिस्म नेबा द्वारा आमे ताहांको मंडली रो अंग होई थाओ एहा को मु बुझाइबे नाही एहा बहुत समय लागिबो एहा प्रथम कोरिन्थियो लेखिबा लोक मान को पई कहि दउची 12 रो 13 ठारू पढ़िबा दरकार नहीं बपतिस्म नेबा द्वारा आमे ख्रीष्ट को परिधान करि थाओ तृतीय आशीर्वाद गलातियो 3 रो 27-28 बपतिस्म नेबा द्वारा पाप क्षमा होई थाए चतुर्थ आशीर्वाद लूक 3 रो 3 टिके पढंतु सेथिरे से जर्दनर निकटवर्ती समस्त अंचल को जाई पाप क्षमा निमंते मन परिवर्तनर बपतिस्म घोषणा करबा को लागिले पाप क्षमा निमंते ता माने बपतिस्म रे पाप क्षमा अछि बपतिस्म रो परवर्ती आशीर्वाद लूक 7 रो 30 ईश्वर को संकल्प सफल हुए किंतु फारूसी माने ओ व्यवस्था शास्त्रज्ञ माने तांको द्वारा बाप्तिजित न होई आपण आपण संबंध रे ईश्वर को संकल्प अग्राह्य कले ओ ओ ओ एई कथाटा बड़ भयर कथा फारूसी माने साधुकी माने बाप्तिस्म न होई तांकर डॉक्ट्रिन तांकर ट्रेडिशंस तांको स्टबन कला से माने बाप्तिजित हेले नाय यीशु कहिले से माने बाप्तिजित न होई ईश्वर को संकल्प को अग्राह्य कले सुनंतु भाई भौणी माने आपण को माई मो पाई परमेश्वर पूर्वरु संकल्प करि थांती किंतु जेउ दिन आमे बपतिस्म नेबा डुबित हेबा से दिन से संकल्प को से क्लिक करंती स्टार्ट करंती
मने करंतु मते से किछि बनेबा पई चाहुछंती गुटे प्लान थाए माँ बापांकर प्लान थाए मो पिला डॉक्टर हेउ मो पिला इंजीनियर हेउ मो पिला पुलिस ऑफिसर हेउ मो पिला पास्टर हेउ मो पिला अमुक हेउ एमती माँ बापांकर प्लान थाए किंतु पिला पाठ न पढ़िले हबो स्कूल गलेनी हबो ठीक से परी परमेश्वरंकर आम समस्त प्रति डिवाइन प्लान थाए किंतु जे दिन आमे डुबन नेबा से दिन से प्लान एक्टिवेट हुए फारूसी माने ट्रेडिशनल ज्यूस माने ट्रेडिशनल क्रिश्चियंस माने से माने डुबित हेबा को चाहिए नाही आ ईश्वरंक संकल्प को अग्राह्य कले शुणु आपण किसी ईश्वर योजना थी योजना बोली कहले चाकरी व्यवसाय कथा मु कहू ना कि तुम चाकरी बढ़ी ईश्वर योजना चाकरी बढ़िया तो दुनिया रे अणख्रिस्टान मान चाकरी बेसी भल आपण किसी ईश्वरीय योजना थाई पारे आपण द्वारा अनेक लोकों को रक्षा करेंगे स्वर्ग राज्य को नहीं कि आपण को देशर उन्नति पाई विकास पाई समृद्धि पाई देशर शांति पाई देशर रक्षा पाई मसांक परी दाऊदंक परी नेहेमियाक परी दानियलक परी व्यवहार करें ईश्वर समस्त प्रति अलग अलग योजना थिला ऑल वेर नॉट पास्ट दाऊद गोटे राजा थिले ईश्वर संकल्प थिला सोलोमन गोटे ज्ञानी राजा थिले दानियल गोटे राजनैतिज्ञ थिले एज वेल एज ही वाज ए प्रॉफिट समस्ते पप का हेबे ताहा जरूरी नुहे परमेश्वर समस्त पई अलगा अलगा योजना रखंती जो द्वारा से ताहां को काम पूर्ण करंती एणु आपण समस्त पई किछि ईश्वरंकर संकल्प अछि किंतु डुबन नेले ताहा क्लिक होए मु सत कहूँ मु गोटे ट्रेडिशनल क्रिश्चियन परिवार जन्म होते मु प्रभु को धन्यवाद दिए दले लोक आसिक आमको से कथा सब शिखेले हालेलुया जो दिन मु सत्य कथा जानिली सत्य डुबन कौन जानिली मु काहारी को पचारली ना मु निजे गली डुबन नेले से दिन ठारो ईश्वरंकर संकल्प मो जीवन रे सफल हेबा को आरंभ हैला हालेलुया प्रेज द लॉर्ड जदि एठारे के अछंती भाबुछंती मो लाइफ रे किछि हेई पारु नाय तुमे आसो ग्रहण करो वाक्य सुनो मन परिवर्तन करो पाप स्वीकार करो पाप को छाड़ो दुखर कथा जो माने डुबन दियंती से निजे तो मधुआ जो माने हमको छिंचा बाप्तिस्म देथिले से निजे तो मधुआ थिले अंध जदि अंध को बाट देखाइब दुई जन कौटी पड़े एबे आज्ञाकर आखि अंध मोर आखि अंध मु तांको बाट देखेबी केते लोक को माड़ी पकेबी के जाने एणु यह खेल विषय नुह पितर कहिले कि आम मानकर पितृपुरुष मानकर निरर्थक आचरण परंपरा द्वारा आमर मुक्ति होई नाय ख्रीष्टଙ୍କ बहुमूल्य रक्त रे होई अछि कौन सी रीति नीति ट्रेडिशंस तुमको स्वर्ग नहीं कि जाय पारिबो ना मोर दुईटा फ्रेंड कौन कहबी दुखर कथा मद पी की मरा पिटा ही गले दुई जन जाक पपका जाक बसी गोटे टेबल रे पिया पी हेले ये बोतल बाढ़ेला ता मुंड को से मारला या मुंड को तापर दिन कहले तू तो से स्कूल रो हेड मु ए स्कूल रो हेड मिसिकी कहीं आम अलग मद पीवा अलग अलग पीवा जमशेदपुर रे पेपर रे उठला सेमिति मदुआ लोक आसीबो गुडे बोतल तुमको छिंची देबो ताहा कि डुबन डुबन अर्थ होछि मरण रे बाप्तिस्म आम मानक मंडली रे मु साधारण तो जल्दी डुबन दिए ना जने व्यक्ति जदि मरी ना आज्ञा ताकू आमे पोती पारिबो नाय दिने कोन हला गुडे चर्च रे तांकर डुबन थला मते डाकिले पालक बाबू टिके आसंतु डुबन दे देबे संपादक बाबू फोन कले मु कहले आज्ञा डेथ सर्टिफिकेट अच्छे तो से कहले पालक बाबू डुबन मो डोको कर डुबन
ମୁଁ କହିଲି ହଁ ଡ କୁ ଉକାରରେ ଡୁ ହୁଏ ଇକାରରେ ଡୁ ହୁଏନି, କିନ୍ତୁ ଡୁବନ ଦେବା ପାଇଁ ବୋଲି ଡେଥ୍ ସାର୍ଟିଫିକେଟ ଦରକାର ଅଛି ତ। ପାଳକ ବାବୁ ଆପଣ ଶୋଇଛନ୍ତି ବୋଧେ? ଆଜ୍ଞା ଦିନ 2ଟା ବେଳେ ମୁଁ ଏତେ ଅଳସୁଆ ପାଳକ ନୁହେଁ ଯେ ମୁଁ ଶୋଇବି। ଆଜ୍ଞା ଭଲ ଚେଇଁକି ଅଛି, ମୁଁ ସାହିତ୍ୟରେ କେବେ ଫେଲ୍ ହେଇନାହିଁ। ପାଳକ ବାବୁ ଆପଣ କ'ଣ କହୁଛନ୍ତି? ହଁ ଆପଣ ଡୁବନ ଦେବେ କି ନାହିଁ? ଆଜ୍ଞା ଡେଥ୍ ସାର୍ଟିଫିକେଟ ନଥିବା ଯାଏ ମୁଁ ଡୁବନ ଦେଇପାରିବି ନାହିଁ। ବଞ୍ଚିଥିବା ଲୋକକୁ ମୁଁ ଦାରିଙ୍ଗବାଡ଼ିରେ ଯଦି ପୋତିକି ପଳେଇବି ଆପଣ ମାନେ ଛାଡ଼ିବେ ମତେ? ଜଣେ ଲୋକ ଖ୍ରୀଷ୍ଟିଆନ ହେଲେ ହେଁ ମନ ପରିବର୍ତ୍ତନ କରି ନାହିଁ, ପାପ ସ୍ୱୀକାର କରି ନାହିଁ, ପାପ ପ୍ରତି ମରି ନାହିଁ, ତାହାକୁ ଜଳରେ ସମାଧି ଦିଆଯିବ। ସ୍ୱର୍ଗୀୟ ଅଦାଲତ କ'ଣ ଛାଡ଼ିବ ଦେବା ଲୋକକୁ? ଏଣୁ ଡୁବନ ନେବା ଆଗରୁ ଉପବାସ କରିବା ଦରକାର, କାନ୍ଦିବା ଦରକାର, ପୁରାତନ ସ୍ୱଭାବକୁ କ୍ରୁଶରେ ମାରିବା ଦରକାର। ମରି ଯାଇଥିବା ଶବକୁ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଜଳରେ ସମାଧି। ହାଲେଲୁୟା ହାଲେଲୁୟା। ଏଥିରେ କ'ଣ ଲାଭ ହେବ କହିବି, ଟିକେ ଆପଣ ଆଉ ଥରେ ସମାଧି ହୁଅନ୍ତୁ। ଶୁଣନ୍ତୁ ଏବେ କାହିଁକି ଆଜ୍ଞାଙ୍କୁ ମୁଁ ଦ୍ୱିତୀୟ ଥର ଶୁଆଇଲି? ସେ ବାପ୍ତିସ୍ମ ନେବାର ଅଭିନୟ କରିକି ଉଠି ଆସିଥିଲେ, ରାଇଟ୍? ରୋମିଓ 6:5 ପଢନ୍ତୁ, ବହୁତ ଜରୁରୀ କଥା, ବହୁତ ଜରୁରୀ କଥା। ହାଲେଲୁୟା ଜଲ୍ଦି। ମୃତ୍ୟୁର ସାଦୃଶ୍ୟରେ ମୃତ ଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ, ତାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କର ସହିତ ଏକୀଭୂତ ହେବା। ସମସ୍ତେ ମୋ ଆଡ଼କୁ ଦେଖନ୍ତୁ ଧ୍ୟାନରେ। ପ୍ରେଜ୍ ଦ ଲର୍ଡ ହାଲେଲୁୟା। କାହାକୁ ଆମେ ଜଳରେ ସମାଧି ଦେଲୁ? ମରିଥିବା ଲୋକକୁ ନା ବଞ୍ଚିଥିବା ଲୋକକୁ? ମରିଥିବା ଲୋକକୁ। ସେ କୋଉଠି ମରିଲା? ଖ୍ରୀଷ୍ଟଙ୍କ କ୍ରୁଶରେ ପୁରାତନ ସ୍ୱଭାବକୁ ହତ କଲା। ମରିଥିବା ଲୋକକୁ ଖ୍ରୀଷ୍ଟଙ୍କ କ୍ରୁଶରେ ଖ୍ରୀଷ୍ଟଙ୍କ ସହିତ ସେ ଏକୀଭୂତ ହେଲା, ରାଇଟ୍? ତେବେ ଖ୍ରୀଷ୍ଟଙ୍କ କ୍ରୁଶରେ ଏକୀଭୂତ ହେଲା, ଖ୍ରୀଷ୍ଟଙ୍କ ସହିତ ସମାଧିରେ ମଧ୍ୟ ଏକୀଭୂତ ହେଲା। ତାହେଲେ ପାଉଲ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ବହୁତ ସ୍ପେସିଫାଇ କରି କହିଲେ କି ଆଗମନ ବେଳକୁ ସେମାନେ ମଧ୍ୟ ଉତ୍ଥିତ ହେବେ। ହାଲେଲୁୟା। ତାମାନେ ଯେଉଁମାନେ ଡୁବନ ନେଇଛନ୍ତି ତୁରିଧ୍ୱନି ହେଲା ବେଳକୁ ସେମାନେ ପୁନରୁତ୍ଥିତ ହେବେ। ଯେଉଁମାନେ ନେଇନାହାନ୍ତି, ବୁଝା ପଡୁଛି? ଶୁଣନ୍ତୁ ଆଉ ଥରେ କହୁଛି, 5କୁ ଟିକେ ପଢନ୍ତୁ। ହଁ ମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁ ଭୋଗ କରି ତାହାଙ୍କ ସହିତ ଏକଭୂତ ହୋଇଅଛୁ। 1 ମିନିଟ, କ'ଣ ହୋଇଅଛୁ? ଆଚ୍ଛା, ମୁଁ କହିଲି ବାପ୍ତିସ୍ମରେ ମରଣ, ସମାଧି, ଉତ୍ଥାନ। ଏ ବ୍ୟକ୍ତି ମରିବ କ୍ରୁଶରେ। କାହା ସହିତ ମଲା? ଯୀଶୁଙ୍କ ସହିତ। ୱାଓ। ତମକୁ ପାପର ଇଚ୍ଛା ହଉଛି, ମନ୍ଦ ଚିନ୍ତା ହଉଛି, ବ୍ୟଭିଚାରର ଇଚ୍ଛା ହଉଛି, ମଦପାନର ଇଚ୍ଛା ହଉଛି, ବିଭିନ୍ନ ପ୍ରକାର ଇଚ୍ଛା ହଉଛି। ଏ ସବୁ ଇଚ୍ଛା ଗୋଟେ ପୁରାତନ ଆଚରଣ, ତାହା କ୍ରୁଶରେ ହିଁ ମରିବ, ଅଲଗା ଜାଗାରେ ମରିବ ନାହିଁ। ମୁଁ ଦୀର୍ଘ ବର୍ଷର ଆଣ୍ଠୁ ଭାଙ୍ଗି ନିଜକୁ କ୍ରୁସିଫାଇ କରିବା ପାଇଁ ବହୁତ ପ୍ରେୟର କରି ଆସୁଥିଲି। ପ୍ରଭୁ ମୋତେ ସାହାଯ୍ୟ କଲେ। ହାଲେଲୁୟା ହାଲେଲୁୟା। କ୍ରୁଶରେ 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 ଯୀଶୁଙ୍କ ସବୁ ଶରୀର 6 ଘଣ୍ଟା ପରେ ଶେଷ ହେଇଗଲା, ମରିଗଲା। ତେବେ ବାପ୍ତିସ୍ମ ନେବା ପୂର୍ବରୁ କ୍ରୁଶରେ ତାହାଙ୍କ ସହିତ ଏକୀଭୂତ ହେଲା। ତେବେ ତା ତଳ ଲାଇନ କ'ଣ ଲେଖା ଅଛି? ହେଲେ ନିଶ୍ଚୟ ତାହାଙ୍କର ପୁନରୁତ୍ଥାନର ନା ନା ନା, ଆଉ ଥରେ 5। କାରଣ ଯଦି ଆମ୍ଭେମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁ ଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ। କ'ଣ ହୋଇଅଛୁ? କ୍ରୁଶରେ ମୃତ୍ୟୁରେ ଏକୀଭୂତ ହେଲେ। ତାପରେ ମରିଥିବା ଲୋକକୁ ଆମେ ଜଳରେ ସମାଧିସ୍ଥ କଲୁ। ଏବେ ଯୀଶୁଙ୍କ ସହିତ ସମାଧିରେ କ'ଣ ହେଲେ? ଏକୀଭୂତ ହେଲେ। ଏକୀଭୂତ ବୋଲି କହିଲେ ସେ ଯେମିତି ଆମେ ସେମିତି।
आमर पुरातन स्वभाव क्रूसरे मला तांकर शरीर पुरातन शरीर क्रूसरे मला से समाधिस्थ हेले आमर पुरातन जीवन जलरे समाधिस्थ हेला ताहेले ताहेले हाँ हाँ ताहेले निश्चय ताहांक पुनरुत्थान शुणंदु शुणंदु ताहेले निश्चय वाओ निश्चय कौन निश्चय जो माने डुबन नहीं छंती तांको पाई गोटिए कन्फर्मेशन अछि कौन निश्चय ताहांक पुनरुत्थानर सादृश्य रे मध्य उत्थित होई ताहांक सहित एकीभूत हेबे केबे केबे जेते बेले से तुरी ध्वनि रे आसीबे मेघ रथरे आसीबे सेते बेले चौ माने ताहांक सहित क्रूसरे एकीभूत होइथिले जलरे समाधिस्थ होई एकीभूत होइथिले निश्चय निश्चय ताहांक पुनरुत्थान रे मध्य से माने उत्थित होई ख्रीष्टଙ୍କ सहित एकीभूत हेबे प्रेज द लॉर्ड हालेलुया यार अर्थ डुबन न नेइथिबा लोक माने कबररु उठिबे नाही उठिबे नाही एणु एणु से अपना खला उत्तम रूपे परिष्कार करुछन्ते से अपना खला को परिष्कार करुछन्ते डुबन एक सूचीकरण अनुभूति को नहीं आसे डुबन रे आपनकर पाप क्षमा हुए डुबन रे स्वर्ग जीवा पई प्रस्तुति रो एक रास्ता खोली जाए डुबन रे आमाने पुनरुत्थित हेबा पई योग्य हेई जाओ डुबन रे ईश्वरक संकल्प सुग्राह्य होई जाए ईश्वरकर योजना हम पई सफल हुए डुबित लोक माननको से संग्रह करिवे एणु प्रिय ईश्वर लोक मैंने आज यही मध्याह्न बेलारे मु एहा कही कि समाप्त करिबा पई चाहे जदि कही जदि मन परिवर्तन करि नाहांते से माने अगाड़ी तुल्य बंचुछन्ते जेतेबेले से अपना खला माथ्यू रे लेखा गला से अपना खला परिष्कार करिवे आगमन बेल को गहम गुड़ाक उत्तम मारे संग्रह करेंगे कहीं डुबन परे परे कथा कहगला अर्थात जो माने मन परिवर्तन करिछंती डुबित होइछंती पवित्र जीवन यापन करुछंती पवित्र आत्मा रे पूर्ण होइछंती सेमानंको से अपना स्वर्ग रे संग्रह करिबे किंतु जो माने मन परिवर्तन करि नांती किंतु ख्रिस्टियन से मानको अनिर्बाण बोली कहले जो निया केबे हेले लिभिबो नाही एई प्रकार भयंकर नरक केई लिभाई पारिबे नाही एणु भ्रांति रे रुहंतु नाय भ्रम रे रुहंतु नाय मन परिवर्तन करी अनंत राज्य पाई प्रस्तुत हेउंतु कहीं से खला परिष्कार करबा काम आरंभ कर दैछन्ते हालेलुया हालेलुया कहीं बप्तिस्म बिना स्वर्ग राज्य नहीं बप्तिस्म न नहीं थिबा लोक मानकु से कहउछन्ती कि रे काल सर्पर वंश से दिन दुई भाग करिवे ईश्वरंग वंश काल सर्पर वंश मेष मानकर दल छाग मानकर दल गहम एवं अगाड़ी एणु स्पष्ट भाव रे कहागला मन परिवर्तन कर कारण स्वर्ग राज्य सन्निकट एणु आज जदि ताहांक वाक्य आमे शुणुचु हृदय कठिन न करो हालेलुया प्रेज द लॉर्ड जदि ताहांक वाक्य आज आपनक हृदय को लागिला हृदय कठिन करंतु नाही मन परिवर्तन करंतु अमार रे संग्रहित हेबार समय निकटवर्ती आसंतु समस्ते आपण चक्षु बंद करबा ए समय रे यदि कहारी को अनुभव होची मो जीवन रे परिवर्तन रा आवश्यकता अछि आंठी जानतु मु आपन को पई प्रार्थना करिवे केई कहारी को अनंत नाही
ସମସ୍ତେ 2-4 ମିନିଟ୍ ପାଇଁ ଆମେ ପ୍ରାର୍ଥନା କରିବା। ସମସ୍ତେ ଚକ୍ଷୁ ବନ୍ଦ କରନ୍ତୁ, ସମର୍ପିତ ହେଉନ୍ତୁ। ଯଦି ଆପଣ ଆଣ୍ଠେଇ ପାରିବେ ତ ଆଣ୍ଠେଇ ପଡ଼ନ୍ତୁ। ଯଦି ପାପରେ ଏ ପର୍ଯ୍ୟନ୍ତ ଅଗାଡ଼ି ତୁଲ୍ୟ ଜୀବନ ବିତାଉଛନ୍ତି ତ ଆଜି ଅନୁତାପ କରିବାର ଦିନ। ପ୍ରକୃତ ଭାବରେ ମନ ପରିବର୍ତ୍ତନ କରି ତାହାଙ୍କ ନିକଟକୁ ଫେରି ଆସୁ। ସେ ନିଶ୍ଚୟ ଆମମାନଙ୍କୁ କ୍ଷମା କରିବେ, ରକ୍ଷା କରିବେ, ଉଦ୍ଧାର କରିବେ। ପୁଣିମାନେ ଯଦି କାହାରିକୁ ଲାଗୁଛି ମୋ ଜୀବନରେ ଏବେ ପର୍ଯ୍ୟନ୍ତ ମୁଁ ମରି ନାହିଁ ପାପ ପ୍ରତି, ମୋ ଜୀବନ ଏ ପର୍ଯ୍ୟନ୍ତ ପାପ ପ୍ରତି ବଞ୍ଚିଛି, ମୁଁ ପାପକୁ ଛାଡ଼ି ପାରୁନାହିଁ, ଆପଣ କ୍ରୁଶାର୍ପିତ ହେବା ପାଇଁ ଡାକ ପକାନ୍ତୁ। ତାହାଙ୍କ କ୍ରୁଶରେ ଆପଣାର ପୁରାତନ ଜୀବନକୁ ସମର୍ପଣ କରନ୍ତୁ। କେବଳ ସେ ହିଁ ଆପଣଙ୍କୁ ପାପ ପ୍ରତି ମୃତ ହେବାର ଅନୁଭବ ଦେବେ। ଆସନ୍ତୁ ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରିବି। ସ୍ୱର୍ଗସ୍ଥ ପିତା, ପ୍ରାର୍ଥନା କରୁଛି ପ୍ରଭୁ, ଯେଉଁମାନେ ଆଜି ଏ ସ୍ଥାନରେ ସମବେତ ହୋଇଛନ୍ତି, ଯଦି କେହି ଅନୁତାପ କରୁଛନ୍ତି, ଆପଣାର ଦୋଷ ତ୍ରୁଟିକୁ ଅନୁଭବ କରୁଛନ୍ତି, ପ୍ରଭୁ ତୁମ ରକ୍ତରେ ସେମାନଙ୍କୁ ଧୋଇ ଦିଅ ପିତା। ହେ ବାପା, ବିନା ମନ ପରିବର୍ତ୍ତନରେ, ବିନା ପରିତ୍ରାଣରେ, ବିନା ଡୁବନରେ ଆମେ ତୁମ ରାଜ୍ୟରେ ପ୍ରବେଶ କରିପାରିବୁ ନାହିଁ ପ୍ରଭୁ। ଏଣୁ ପ୍ରକୃତ ସତ୍ୟ ଉପରେ ଆପଣ ଆପଣା ଜୀବନକୁ ଗଢ଼ିବା ପାଇଁ ଆମମାନଙ୍କୁ ସାହାଯ୍ୟ କର। ଲୋକ ଭୟ, ପରମ୍ପରାର ଭୟ, ମନୁଷ୍ୟର ଭୟ, ଶୟତାନର ଜାଲକୁ ଜାଣି ତହିଁକୁ ଜୟ କରିବା ପାଇଁ ସାହାଯ୍ୟ କର ପିତା। ଏହି ଯେଉଁ ବାକ୍ୟ ବୁଣାଗଲା, ଏହା 100 ଗୁଣ ଫଳ ଉତ୍ପନ୍ନ କରୁ। ମୁଁ ପିତା, ପୁତ୍ର, ଧର୍ମାତ୍ମାଙ୍କ ନାମରେ ଉପସ୍ଥିତ ଜନତାଙ୍କ ପ୍ରତି ଆଶୀର୍ବାଦ ମାଗୁଛି। ହେ ପ୍ରଭୁ, ଏହି ବାକ୍ୟ ଅଙ୍କୁରିତ ହେଉ, ଏହା ଫଳ ଉତ୍ପନ୍ନ କରୁ। ଆଚରଣରେ, କର୍ମରେ, ଜୀବନରେ ଏହା ପରିଲକ୍ଷିତ ହେଉ, ଏହା 100 ଗୁଣ କାର୍ଯ୍ୟ ସିଦ୍ଧ କରୁ। ଆଇ ଚେଞ୍ଜ ମିନିଷ୍ଟ୍ରି को आशीर्वाद करो, तहिर नेतृवृंद मानक आशीर्वाद करो, तहिर सेवक सेविका मानक आशीर्वाद करो। से माने जेपरि आहुरी दिन को दिन आपना आपना सेवा कार्य रूप खला को परिष्कार करिवार सेवा करिवे, उत्तम मार्ग प्रस्तुत करिवे प्रभु। सेही परि तुमे अनुग्रह दियो बापा। तुम बिना आमे किछि करि पारिबु नाही प्रभु। परीक्षित हैला बेले परीक्षा को जय करिबा पई सहाय्य करो। तुमरी आगमन विलंब हेले आहुरी आमने परस्पर मिसिबु, सेहीपरि अनुग्रह दियो। समस्त विश्व रे तुम्भ इच्छा सफल हो। এই সকল প্রার্থনা শুনিল বলি ମୁଁ ତୁମକୁ ଧନ୍ୟବାଦ ଦେଇ କ୍ଷୁଦ୍ର ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲେ, ଆମେନ୍। ବସି ଯାଆନ୍ତୁ।